ଆଜି ଶୁଣିବା ଉପନ୍ୟାସ ଅନ୍ଧ ଦିଗନ୍ତ। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି। ପ୍ରଥମ ପରିଚ୍ଛେଦ। ତିଥି ଗଣନାରେ ହେଉ ଅଥବା ସ୍ୱେଚ୍ଛାକୃତ ଭାବରେ ହେଉ ମୁଖ୍ୟମନ୍ତ୍ରୀ ସୁଧୋଦନ ମହାପାତ୍ରଙ୍କ ସୁବର୍ଣ୍ଣ ଜୟନ୍ତୀ ଅର୍ଥାତ୍ 51ତମ ଜନ୍ମଦିବସ ଓ ସ୍ୱାଧୀନତା ଦିବସ ସେଥର ଏକା ଦିନରେ ପଡ଼ିଲା। ଏହି ଉପଲକ୍ଷରେ ମୁଖ୍ୟମନ୍ତ୍ରୀ ସୁଧୋଦନ ମହାପାତ୍ରଙ୍କ ପୌରୋହିତ୍ୟରେ ବହୁ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ରାଜଧାନୀର ମେହେନ୍ତର ବସ୍ତିମାନଙ୍କୁ ଏହିପରି ଉପଲକ୍ଷରେ ସର୍ବପ୍ରଥମେ ସ୍ମରଣ କରାଯାଇଥାଏ ଉତ୍ସବର ମଙ୍ଗଳ ଚାରଣ ପରି। ତେଣୁ ସକାଳ 6ଟାରେ ମେହେନ୍ତର ବସ୍ତି ସଫେଇ କାର୍ଯ୍ୟକ୍ରମକୁ ସୁଧୋଦନ ସର୍ବପ୍ରଥମ ସ୍ଥାନ ଦେଇଥିଲେ। ବର୍ଷସାରା ଲାଗି ମେହେନ୍ତରମାନେ ପାତଳ ପୁରୀର ଜୀବ ପରି ସହରର ରାସ୍ତା ଘାଟ ଓ ନର୍ଦ୍ଦମା ଇତ୍ୟାଦି ସଫା କରନ୍ତି। ତେଣୁ ସେମାନଙ୍କ ନିଜ ବସ୍ତିରେ ଯେଉଁ ସବୁ ଆବର୍ଜନା ଓ ମଇଳା ଜମି ଉଠେ ତାହା ସଫା କରିବା ପାଇଁ ସେମାନଙ୍କର ଇଚ୍ଛା ଅଥବା ଅବସର ନଥାଏ। ସେଥିପାଇଁ ଏହିପରି ଦିନରେ ସେମାନଙ୍କ ବସ୍ତି ସଫା କରିବାର ଅଭିନୟ କରି ଯେଉଁମାନେ ସେମାନଙ୍କୁ ଆବର୍ଜନାର କୌରବ ମଧ୍ୟରେ ଫିଙ୍ଗିଥାନ୍ତି, ସେମାନେ ବସ୍ତିର ଆବର୍ଜନା ସଫା କରନ୍ତୁ ବା ନ କରନ୍ତୁ, ନିଜର ମଳିନ ବିବେକକୁ ସେହି ଦିନକ ପାଇଁ ଅନ୍ତତଃ ସାମାନ୍ୟ ନିର୍ମଳ କରିଥାନ୍ତି। ସକାଳ 6:15 ପର୍ଯ୍ୟନ୍ତ ମେହେନ୍ତରର ବସ୍ତି ସଫେଇ ପରେ ସେଠାରେ ରାମଧୁନ ଭଜନ ଓ ସଭାରେ ସୁଧୋଦନ ମହାପାତ୍ରଙ୍କ ଭାଷଣ। 7 ଘଣ୍ଟାରେ ସୁଧୋଦନଙ୍କ ବାସଭବନରେ ସୂତ୍ରଯଜ୍ଞ। ଏ କାର୍ଯ୍ୟକ୍ରମଟା ଏକାନ୍ତ ଭାବରେ ସୁଧୋଦନଙ୍କ ଜନ୍ମଦିବସ ସମ୍ପର୍କୀୟ। 7 ଘଣ୍ଟାରେ ପତାକା ଉତ୍ତୋଳନ ଓ ଭାଷଣ। 9ଟାରେ ପୁଲିସ ପ୍ୟାରେଡରେ ସାଲ୍ୟୁଟ୍ ଗ୍ରହଣ ଓ ସ୍ୱାଧୀନତା ଦିବସ ଉପଯୋଗୀ ଉଦ୍ବୋଧନମୂଳକ ଭାଷଣ। 10 ଘଣ୍ଟାରେ ସୁଧୋଦନଙ୍କ ନାମାନୁସାରେ ନାମିତ ସୁଧୋଦନ ଗୋଶାଳାର ଉଦ୍ଘାଟନ। ପୂର୍ବାହ୍ନ 12ଟା ଘଣ୍ଟାରେ ସହରରେ ନୂଆ ନିର୍ମିତ ହେଉଥିବା ସିୱରେଜ ବା ମାଟି ତଳେ ନର୍ଦ୍ଦମା ପ୍ରଣାଳୀର ଭିତ୍ତି ସ୍ଥାପନ। ମଧ୍ୟାହ୍ନ 1 ଘଣ୍ଟାରେ ବଣିକ ସମିତି ପକ୍ଷରୁ ଆୟୋଜିତ ମଧ୍ୟାହ୍ନ ଭୋଜି ସଭାରେ ଯୋଗଦାନ ଓ ଭୋଜନ। ଅପରାହ୍ନ 3 ଘଣ୍ଟାରେ ମଲ୍ଲଯୁଦ୍ଧ ଉଦ୍ଘାଟନ। 4:30 ଘଣ୍ଟାରେ ସ୍ୱଦେଶ ଭବନରେ କର୍ମୀମାନଙ୍କୁ ଉଦ୍ବୋଧନ। 5ଟାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସାନ୍ଧ୍ୟ ମିଳନ। ପରିଶେଷରେ ରାତ୍ର 9 ଘଣ୍ଟାରେ ରାଜଭବନରେ ରାତ୍ର ଭୋଜନ। ବିଶିଷ୍ଟ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ସହିତ ମୁଖ୍ୟତଃ ସମ୍ପୃକ୍ତ ଓ ଅନ୍ୟମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ନଥିଲା। ସାମ୍ବାଦିକ ରୂପେ ଏ ପ୍ରତ୍ୟେକ କାର୍ଯ୍ୟକ୍ରମ ପାଇଁ ଶେଷୋକ୍ତ କାର୍ଯ୍ୟକ୍ରମ ବ୍ୟତୀତ ଅନ୍ୟମାନଙ୍କ ପରି ନିମନ୍ତ୍ରିତ ହୋଇ ପ୍ରତ୍ୟେକ ଅନୁଷ୍ଠାନରେ ମୁଁ ଯୋଗ ଦେଇଥିଲି। ନିଧି ବଡ଼ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ସମାପ୍ତ ହେବାର 2 ଦିନ ପରେ ଏ ସମସ୍ତେ ସମାରୋହରେ ମୁଁ ନିତାନ୍ତ ଉତ୍ସାହିତ ଭାବରେ ଅବଶ୍ୟ ଯୋଗ ଦେଇ ପାରିନଥିଲି। ଏମିତି ଆଉ ଗୋଟିଏ ସ୍ୱାଧୀନତା ଦିବସ ଦିନ ନିଧି ଦାସେ ଅନ୍ୟ କେତେକ ସାଧାରଣ କଏଦୀଙ୍କ ସହିତ ଜେଲଖାନାରୁ ମୁକୁଳିବା ପରେ ଆକସ୍ମିକ ଭାବରେ ତାଙ୍କ ସହିତ ସାକ୍ଷାତ ହୋଇଥିଲା। ସେଦିନ ରାସ୍ତାରେ ସ୍ୱାଧୀନତା ଦିବସର ଗୋଟିଏ ପଟୁଆର ଆଡ଼େ ଚାହିଁ ନିଧି ଦାସ ଯାହା କହିଥିଲେ, ମଣିଷ ସ୍ୱାଧୀନ ହେବା ପାଇଁ ତଥାପି ଆହୁରି ଅନେକ ଡେରି। ସେ ଲଢ଼େଇର ଶେଷ ନାହିଁ, ତାହା ମୋର ବାରମ୍ବାର ମନେ ପଡ଼ି ଯାଉଥିଲା। ମୁଖ୍ୟମନ୍ତ୍ରୀ ସୁଧୋଦନଙ୍କ ସୁବର୍ଣ୍ଣ ଜୟନ୍ତୀ ଓ ସ୍ୱାଧୀନତା ଦିବସର ବହୁ ସମାରୋହ ମଧ୍ୟରେ ଗୋଟିଏ ପ୍ରଶ୍ନ ମୋତେ ବାରମ୍ବାର ଉଦ୍ବେଳିତ କରୁଥିଲା। କାହାନ୍ତି ସେମାନେ? ସେହି ନିଧି ଦାସ, ଆହୁରି ତାଙ୍କରି ପରି ଅନ୍ୟମାନେ, ଯେଉଁମାନେ ପତଙ୍ଗ ପରି ଆନ୍ଦୋଳନର ଅନଳ କୁଣ୍ଡ ଭିତରକୁ ଲମ୍ଫ ଦେଇଥିଲେ। ସେମାନଙ୍କ ଆତ୍ମଦାନ ଇତିହାସର ପରିପ୍ରେକ୍ଷୀରେ ଯେଉଁ ପରିମାଣରେ ସଫଳ ହେଇଥାଉ ପଛେ, ଇନ୍ଧନ ହୋଇ ଆନ୍ଦୋଳନର ଅଗ୍ନିଶିଖାକୁ ସେମାନେ ପ୍ରଜ୍ୱଳିତ କରି ରଖିଥିଲେ, ସେଥିରେ ତ ସନ୍ଦେହ ନାହିଁ। ଆଜି ସ୍ୱାଧୀନତାର ଏହି ଜନ୍ମ ଜୟନ୍ତୀ ସେମାନଙ୍କ ଶ୍ରାଦ୍ଧ ଦିବସ ମଧ୍ୟ। ମାତ୍ର କାହିଁ ସେମାନଙ୍କ ପ୍ରତି ଶ୍ରଦ୍ଧା ନିବେଦନ? କାହାନ୍ତି ସେମାନେ? ଯେଉଁ ଦାୟଦମାନେ ଅଛନ୍ତି କ୍ଷମତାର ସିଂହଦ୍ୱାରରେ, ଦାକ୍ଷିଣ୍ୟର ସିଂହାସନ ତଳେ ସେମାନଙ୍କର ଭିକ୍ଷାର ଆର୍ତ୍ତଧ୍ୱନି
ପ୍ରସାରିତ ଅଞ୍ଜଳିରେ ଅନ୍ଧ ସମର୍ଥନର ଦୈନ୍ୟ। କାହିଁ ସେ ଦିନର ଉଲଙ୍ଗ ତରବାରୀ ପରି ସେମାନଙ୍କ ଆଖିରେ ସେହି ଶାଣିତ ଦୀପ୍ତି। ମୁକ୍ତିର ଉତ୍ତୁଙ୍ଗ ଲହରୀ କ୍ଷୁଦ୍ରତା, ନୀଚତା ଓ ପ୍ରତିକ୍ରିୟାର ସଂକୀର୍ଣ୍ଣ ବେଳାଭୂମି ଉପରେ ଆଜି ଯେପରି ଭାଙ୍ଗି ଲୋଟି ପଡ଼ିଛି। କେଜାଣି ଆଉ କେବେ ଏକ ଦୁରନ୍ତ ଝଡ଼ ଉଠିଲେ ମୁକ୍ତିର ଭଗ୍ନ ଲହରୀ ପୁଣି ମଥା ତୋଳି ଉଠିବ। ଆଜି କିନ୍ତୁ ସବୁ ନୀରବ, ସବୁ ନିର୍ବେଦଗ୍ରସ୍ତ, ସବୁ ଅବସନ୍ନ। ତଥାପି ଶ୍ରୋତା, ଦର୍ଶକ ଓ ବାର୍ତ୍ତାବହ ରୂପେ ମୁଁ ପ୍ରତ୍ୟେକ ଅନୁଷ୍ଠାନରେ ଯୋଗ ଦେଇଥିଲି। ମୁଖ୍ୟମନ୍ତ୍ରୀ ସୁଦର୍ଶନ ମହାପାତ୍ର ଏକତେ ଆମ ଅଞ୍ଚଳର ଲୋକ। ତାପରେ ଏପରି ଅନୁଷ୍ଠାନମାନଙ୍କରେ କେଉଁମାନେ ଆସିଲେ କେଉଁମାନେ ନ ଆସିଲେ ତାହା ତାଙ୍କ ଦୃଷ୍ଟିରୁ କ୍ୱଚିତ୍ ଏଡ଼ାଇଥାଏ। ତେଣୁ ଶତ ଅନିଶ୍ଚୟ ସତ୍ତ୍ୱେ ନିତାନ୍ତ ବଶବନ୍ଦ ପରି ଉପସ୍ଥିତ ରହିବା ଛଡ଼ା ଅନ୍ୟ ଉପାୟ ନଥିଲା। ସକାଳୁ ଆକାଶ ମେଘାଚ୍ଛନ୍ନ ଥିଲା। ଏକ ପାଂଶୁଳ ବିବର୍ଣ୍ଣତା ଆକାଶ ଓ ପୃଥିବୀକୁ ଆଚ୍ଛନ୍ନ କରି ରଖିଥିଲା। ତଥାପି ସୁଧୋଧନଙ୍କ ପୂର୍ବ ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମର କୌଣସି ବ୍ୟତିକ୍ରମ ବା ବିଚ୍ୟୁତି ନଥିଲା। ସୁଧୋଧନ ଗୋଟିଏ କଳା ଲିମୋସିନ୍ ଗାଡ଼ିରେ ଅଶୋକ ଚକ୍ର ଲାଞ୍ଛିତ ପତାକା ଉଡ଼ାଇ ବନେଟ୍ ଉପରେ ବନ୍ଧୁ ଓ ଭକ୍ତମାନଙ୍କ ଦ୍ୱାରା ଅର୍ପିତ ଅସୁମାରୀ ଫୁଲମାଳ ଲମ୍ବାଇ ସହରତଳିର ଗୋଟିଏ ଭାଙ୍ଗି ବସ୍ତି ମୁଣ୍ଡରେ ପହଞ୍ଚିଲେ। ତାଙ୍କ ପଛେ ଉଚ୍ଚ ପଦସ୍ଥ ସରକାରୀ କର୍ମଚାରୀ, କଂଗ୍ରେସ ଅନୁଷ୍ଠାନର ବିଭିନ୍ନ କର୍ମକର୍ତ୍ତା, କେତେକ ନାମଜାଦା ବ୍ୟବସାୟୀ, ସାମ୍ବାଦିକ ଗୋଷ୍ଠୀ, ପ୍ରଚାର ବିଭାଗର କର୍ମୀ ଓ ମୁଭି କ୍ୟାମେରା ଉଠାଳି ଫଟୋଗ୍ରାଫରମାନେ କାର୍ ଓ ଜିପ୍ମାନଙ୍କରେ ଆସି ପହଞ୍ଚିଗଲେ। ମ୍ୟୁନିସିପାଲିଟି ନିର୍ବାଚନ ବେଳେ ବ୍ୟତୀତ ଅନ୍ୟ ସମୟରେ ବସ୍ତି ମୁଣ୍ଡରେ ଏହି ମେହେନ୍ତର ବସ୍ତି କ୍ୱଚିତ୍ ଏପରି ଆକ୍ରାନ୍ତ ହୋଇଥାଏ। ସେଥିପାଇଁ ଏହି ବସ୍ତିର ଅଧିବାସୀମାନେ ଆବାଳ ବୃଦ୍ଧ ବନିତା ଏକ ଅସାଧାରଣ ଦୃଶ୍ୟ ଦେଖିବା ପାଇଁ ବସ୍ତି ମୁଣ୍ଡରେ ସମବେତ ହୋଇଥିଲେ। ବସ୍ତି ସଫେଇ ପାଇଁ ମୁଖ୍ୟମନ୍ତ୍ରୀ ଆସୁଥିବା ପୂର୍ବରୁ ବସ୍ତିରେ ମାଇକ୍ରୋଫୋନ୍ ଯୋଗେ ପ୍ରଚାରିତ ହୋଇଥିଲା। ସେଥିପାଇଁ ବସ୍ତି ମୁଣ୍ଡରେ ଦେବଦାରୁ ପତ୍ର ଓ ରଙ୍ଗୀନ କାଗଜ ଫୁଲର ଏକ ତୋରଣ ନିର୍ମିତ ହୋଇ ତା ଦେହରେ ସ୍ୱାଗତଂ ଓ ୱେଲକମ୍ ଲେଖା ହୋଇ ସରିଥିଲା। ମୁଖ୍ୟମନ୍ତ୍ରୀଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଉଦ୍ଦେଶ୍ୟରେ ବସ୍ତିର ଗଳି କନ୍ଦି ରାସ୍ତା ସବୁ ପରିଷ୍କୃତ ଓ ନିର୍ମଳ ଦିଶୁଥିଲା। ବସ୍ତିର ଅଧିବାସୀମାନେ ଏହି ଦିନଟିକୁ ଏକ ପର୍ବ ଦିନ ରୂପେ ପାଳନ କରି ନିଜ ନିଜର ନୁଆଁଣିଆ କୁଡ଼ିଆ ଓ ଝୁପୁଡ଼ି ଘରମାନଙ୍କର ସାମ୍ନା ଅଗଣା ଲିପି ପୋଛି କେଉଁଠି ପୂର୍ଣ୍ଣ କୁମ୍ଭମାନଙ୍କୁ ସୁଦ୍ଧା ବସାଇ ସାରିଥିଲେ। ଅନ୍ୟ ଦିନମାନଙ୍କରେ ଯେପରି ଗତ ରାତିରେ ମାତାଲମାନେ ଅରକ ନିଶାରେ ସକାଳର ଖରାରେ ସୁଦ୍ଧା ଜୀବନମୃତ ପରି ରାସ୍ତାକଡ଼ର ନୁଆଁଣିଆ ପିଣ୍ଡାମାନଙ୍କ ଉପରେ ପଡ଼ିଥାନ୍ତି, ଆଜି ସେମାନେ ସେହିପରି ଅବସ୍ଥାରେ ସେଠାରେ ପଡ଼ିନଥିଲେ। ବସ୍ତିର ଚୋରା ମଦ ଦୋକାନ ମଧ୍ୟ ବନ୍ଦ ହୋଇଯାଇଥିଲା। ବସ୍ତି ରାସ୍ତାରେ ଯେଉଁ କଳା ଲଙ୍ଗଳା ପିଲାମାନେ ବେୱାରିସ୍ ପରି ସେଠି ଗଡ଼ନ୍ତି, ସେମାନେ ସୁଦ୍ଧା ଖଣ୍ଡେ ଛିଣ୍ଡା ପ୍ୟାଣ୍ଟ ଅଥବା କନା ଗୁଡ଼ାଇ ବୟୋଜ୍ୟେଷ୍ଠମାନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ କରିବା ପାଇଁ ବସ୍ତି ମୁଣ୍ଡରେ ରୁଣ୍ଡ ହୋଇ ସାରିଥିଲେ। ବସ୍ତିରେ ପୁଣି ଦୈନନ୍ଦିନ ଅଶ୍ଳୀଳ ଚିତ୍କାର ଓ କଳହର ସ୍ନାନ ରଡ଼ି ନଥିଲା। ମୁଖ୍ୟମନ୍ତ୍ରୀ ସୁଦର୍ଶନଙ୍କ ବସ୍ତି ସଫେଇ କାର୍ଯ୍ୟକ୍ରମ ପାଇଁ ଏହି ବସ୍ତିର ଅଧିବାସୀମାନେ ଗଭୀର ବିଶ୍ୱାସ, ଶ୍ରଦ୍ଧା ଓ ସୂଚିରେ ନିଜକୁ କାୟିକ, ମାନସିକ ତଥା ପାରିପାର୍ଶ୍ୱିକ ଭାବରେ ନିର୍ମଳ କରି ସୁଦର୍ଶନଙ୍କୁ ଅପେକ୍ଷା କରି ରହିଥିଲେ। ଶୁଭ୍ର ଧୋତି ଓ ପଞ୍ଜାବୀ ପରିହିତ ମୁଖ୍ୟମନ୍ତ୍ରୀ ସୁଦର୍ଶନ ପ୍ରଥମେ ଯେତେବେଳେ ହାତରେ ଗୋଟିଏ ଝାଡ଼ୁ ଧରି ପ୍ରକାଣ୍ଡ ଲିମୋସିନ୍ ଗାଡ଼ି ଭିତରୁ ହସ ହସ ମୁହଁରେ ଓହ୍ଲାଇ ପଡ଼ିଲେ, ହରିବୋଲ ହୁଳହୁଳି ଧ୍ୱନିରେ ବସ୍ତି ପ୍ରକମ୍ପିତ ହୋଇ ଉଠିଲା। ସୁଦର୍ଶନଙ୍କ ଦକ୍ଷିଣ ହସ୍ତ ପୁଣି ଯନ୍ତ୍ରୀ ଓ ମନ୍ତ୍ରୀ ସ୍ୱରୂପ ଦାମୋଦର ରଥ ଗୋଟିଏ ଟୋକେଇ ଧରି ସୁଦର୍ଶନଙ୍କ ପଛେ ଧାଇଁ ଆସିଲେ। ସୁଦର୍ଶନଙ୍କ ଦେଖାଦେଖି ତାଙ୍କ ସହିତ ଯେଉଁ ପଦସ୍ଥ କର୍ମଚାରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଆସିଥିଲେ, ସେମାନେ ମଧ୍ୟ କେହି ଭ୍ରୂକୁଞ୍ଚନ କରି ଆଉ କିଏ ବା ହସ ହସ ମୁହଁର ଅଭିନୟ କରି ସୁଦର୍ଶନଙ୍କ ପଛେ ଝାଡ଼ୁ ଓ ଟୋକେଇ ଧରି ବାହାରିଲେ। ଏହି ପରମ ଦୃଶ୍ୟରେ ବସ୍ତିର ଅଧିବାସୀମାନେ ନିଜକୁ ଏକାନ୍ତ କୃତାର୍ଥ ଭାବି ଅତ୍ୟନ୍ତ ବିହ୍ୱଳିତ ହୋଇପଡ଼ିଥିଲେ।
ମାତ୍ର ବସ୍ତି ସଫେଇ ପାଇଁ ଆବର୍ଜନା ନଥିଲା। ତଥାପି ସୁଧୋଧନ ହାତରେ ଧରିଥିବା ପହଁରାଟାକୁ ଲିପି ଓ ଝଡ଼ା ହୋଇ ନିର୍ମଳ ଦିଶୁଥିବା ରାସ୍ତା ଉପରେ କେଇଥର ବୁଲେଇ ନେଲେ। ସୁଧୋଧନଙ୍କ ସହିତ ଯେଉଁ ଫଟୋ ଉଠାଳି ଦଳ ମୁଭି କ୍ୟାମେରା ନେଇ ଫଟୋ ଉଠାଇବା ପାଇଁ ଆସିଥିଲେ, ସେମାନଙ୍କୁ ଆଣିବା ପଣ୍ଡ ହେଲା ବୋଲି ସୁଧୋଧନ ମନେ ମନେ ଉତ୍କ୍ଷିପ୍ତ ହୋଇ ଉଠୁଥିଲେ। ଏତିକିବେଳେ ମ୍ୟୁନିସିପାଲିଟିର ଚେୟାରମ୍ୟାନ୍ ଗୋଟିଏ ଝାଡ଼ୁ ହାତରେ ଧରି ଆସୁଥିବା ସୁଧୋଧନଙ୍କ ଦୃଷ୍ଟିରେ ପଡ଼ିଯିବାରୁ ସୁଧୋଧନ ତାଙ୍କୁ ପାଖକୁ ଡାକି କହିଲେ, ଆପଣଙ୍କ ଅତି ଭକ୍ତିରୁ ଏ ବସ୍ତି ସଫେଇ କାର୍ଯ୍ୟକ୍ରମ ପଣ୍ଡ ହୋଇଗଲା। ଚେୟାରମ୍ୟାନ୍ ମହୋଦୟ ଝାଡ଼ୁ ହସ୍ତରେ ବସ୍ତି ସଫା କରିବାର ଚିତ୍ର ଖବରକାଗଜରେ ଛପା ଯାଇପାରିବ ନାହିଁ ବୋଲି ମନେ ମନେ ଯେ ଦୁଃଖିତ ନ ହୋଇଥିଲେ ନୁହେଁ, ମାତ୍ର ସୁଧୋଧନ ଏପରି ପରିସ୍ଥିତି ମାନଙ୍କରେ ହଟିବାର ବା ବିଚଳିତ ହେବାର ପାତ୍ର ନୁହନ୍ତି। ଗଳି ରାସ୍ତା କଡ଼ରେ କେଉଁଠି ଥିବା ଦୁଇଟା ଡଷ୍ଟବିନ୍ କେତେଜଣ ମେହେନ୍ତରଙ୍କ ମୁଣ୍ଡରେ ବୁହାଇ ଆଣି ଅଳ୍ପ ଦୂରରେ ରାସ୍ତା ଉପରେ ତାହା ଭିତରେ ଆବର୍ଜନା ସବୁ ଇତିମଧ୍ୟରେ ଖେଳାଇ ଫିଙ୍ଗି ଦିଆଯାଇଥିଲା। ସେସବୁ ଝାଡ଼ୁରେ ପରିଷ୍କାର କରିବା ସୁଧୋଧନ ପ୍ରମୁଖଙ୍କ ସାଧ୍ୟାତୀତ ଥିଲା। ମୁଭି କ୍ୟାମେରାରେ ଫଟୋ ଉଠାଇବାର ଆବଶ୍ୟକତା ମେଣ୍ଟାଇବା ଭଳି କେବଳ ସୁଧୋଧନ ଖଣ୍ଡେ ଖଣ୍ଡେ କାଠି କୁଟା ପହଁରାରେ ଓଳାଇ ଟୋକାଇ ଭିତରେ ପକାଇଦେଲେ। ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ସମୟ ହୋଇଯାଇଥିଲା। ଇତିମଧ୍ୟରେ ଆବଶ୍ୟକୀୟ ପରିମାଣରେ ଫଟୋ ମଧ୍ୟ ଉଠି ସାରିଥିଲା। ସୁଧୋଧନ ତେଣୁ ହାତରୁ ଝାଡ଼ୁ ଓ ଟୋକାରା ଫିଙ୍ଗି ୟୁଡିକୋଲନ୍ ଛିଞ୍ଚା ତଉଳିଆରେ ଭଲ ଭାବରେ ହାତ ପୋଛି ଗୋଟିଏ ସଂକ୍ଷିପ୍ତ ଭାଷଣ ଆରମ୍ଭ କଲେ। ଆଜି ସ୍ୱାଧୀନତା ଦିବସ। ଏ ଦିନଟିର ଅର୍ଥ କ'ଣ ବୁଝୁଛ? ସୁଧୋଧନଙ୍କ ଗ୍ରହଣରେ ଜଣେ କର୍ମୀ ପଛରୁ ଥାଇ କହି ଉଠିଲେ, ଆମ ନେତା ଓ ମୁଖ୍ୟମନ୍ତ୍ରୀ ସୁଧୋଧନ ବାବୁଙ୍କର ଆଜି ମଧ୍ୟ ସୁବର୍ଣ୍ଣ ଜୟନ୍ତୀ। ସୁବର୍ଣ୍ଣ ଜୟନ୍ତୀ କ'ଣ ବୁଝୁଛ? ତାଙ୍କୁ 50 ପୁରି 51 ବର୍ଷ ଚାଲିଲା। ହରିବୋଲ ହୁଳହୁଳି ଧ୍ୱନିରେ ବସ୍ତିର ଆକାଶ ପୁଣି ମୁଖରିତ ହୋଇ ଉଠିଲା। ସୁଧୋଧନ ଏକ ପ୍ରକାର ବାଧା ସୃଷ୍ଟିରେ ବିରକ୍ତିର ଅଭିନୟ କରି କହିଲେ, ଆମ ଦେଶର ସ୍ୱାଧୀନତା ଆସିଛି ତମରିମାନଙ୍କ ପାଇଁ। ମହାତ୍ମା ଗାନ୍ଧୀ ସେଥିପାଇଁ କହିଥିଲେ, ଜଣେ ମେହେନ୍ତରର ପିଲା ଏ ଦେଶର ରାଷ୍ଟ୍ରପତି ହେବା ଉଚିତ। ସୁଧୋଧନଙ୍କଠାରୁ ଅଳ୍ପ ଦୂରରେ ଗୋଟିଏ ଲଙ୍ଗଳା ମଡ଼ିଆ କଳା କିଟିକିଟିଆ ମେହେନ୍ତର ପିଲା ଠିଆ ହୋଇଥିଲା। ସୁଧୋଧନ ନିଜ ଗଳାରୁ ଗୋଟିଏ କର୍ପୂରମାଳ କାଢ଼ି ତାରି ବେକରେ ଏକ ନାଟକୀୟ ରୀତିରେ ଲମ୍ବେଇ ଦେଲେ। ଏହି ଦୃଶ୍ୟରେ ପୁଣି ଉଠିଲା ହରିବୋଲ ଓ ହୁଳହୁଳିର ସମବେତ ଧ୍ୱନି। ସୁଧୋଧନ ଦଳବଳକ ଧରି ମଟର ଗାଡ଼ି ଭିତରକୁ ଉଠିଲେ। ବସ୍ତି ସଫେଇ କାର୍ଯ୍ୟକ୍ରମ ସମାପ୍ତ ହେଲା। ସୁଧୋଧନଙ୍କ ଦଳ ମଟର ଗାଡ଼ିମାନଙ୍କରୁ ଧୂଳି ଝଡ଼ ଉଡ଼ାଇ ଚାଲିଗଲେ। ସେମାନେ ଚାଲିଯିବା ପରେ ବସ୍ତି ସଫେଇ ଉଦ୍ଦେଶ୍ୟରେ ଲିପାପୋଛା ହୋଇଥିବା ବସ୍ତି ରାସ୍ତା ଉପରେ ଉଦୁଡ଼ା ପଡ଼ିଥିବା ଡଷ୍ଟବିନ୍ ମାନଙ୍କରୁ ଅଳିଆ ଆବର୍ଜନା ସବୁ ବିଛେଇ ପଡ଼ିଥିଲା ଅର୍କନ୍ ନିଶାରେ ମାତାଲଙ୍କର କୁତ୍ସିତ ବାନ୍ତି ପରି। ବସ୍ତିର ଅଧିବାସୀମାନେ ସେହିଆଡ଼େ ଅସହାୟ ଦୃଷ୍ଟିରେ ଅନାଇ ରହିଥିଲେ। ଏହାପରେ ସୂତ୍ରଯଜ୍ଞ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଯେଉଁମାନେ ଉପସ୍ଥିତ ଥିଲେ, ସେମାନଙ୍କ ମଧ୍ୟରେ କେତେଜଣ ବିଶିଷ୍ଟ ମିଲ୍ ମାଲିକ ଓ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ରାଜନୈତିକ କର୍ମୀଙ୍କ ପର୍ଯ୍ୟନ୍ତ ନାନା ଶ୍ରେଣୀର ଲୋକ ଉପସ୍ଥିତ ଥିଲେ। ଏହି ଉପଲକ୍ଷରେ ଦାମୀ ମୋଟର ଗାଡ଼ିମାନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସାମ୍ନାରେ ଏତେ ସଂଖ୍ୟାରେ ପାର୍କ କରିଥିଲା ଯେ ଟ୍ରାଫିକ୍ର ଚଳାଚଳ ପ୍ରାୟ ବନ୍ଦ ହୋଇପଡ଼ିଥିଲା। ସୁଧୋଧନଙ୍କ ସରକାରୀ ବାସଭବନ ପୂର୍ବେ ଜଣେ ଇଂରେଜ କମିଶନରଙ୍କ ବାସଭବନ ରୂପେ ବ୍ୟବହୃତ ହେଉଥିଲା। ଏହାର ରିସେପ୍ସନ୍ ହଲ୍ ପୁରୁଣା ସାହେବକାଦାରରେ ବଲ୍ ନାଚ ଉଦ୍ଦେଶ୍ୟରେ ଟିକ୍ କାଠରେ ନିର୍ମିତ ହୋଇଥିଲା। ସେହି ହଲ୍ର କାଠ ଚଟାଣ ଉପରେ ଗାଲିଚା ବିଛାଯାଇ ସୂତା କାଟିବା ପାଇଁ ଅରଟମାନ ସଜ୍ଜିତ ହୋଇ ରହିଥିଲା। ସୁଧୋଧନ ହଲ୍ ମଝିରେ ଗୋଟାଏ ନୁଆଣିଆ ତକ୍ତପୋଷ ଉପରେ ଅରଟ ସାମ୍ନାରେ ରଖି ବସିଥିଲେ। ସୂତା କଟା ପୂର୍ବରୁ 5 ମିନିଟ୍ ରାମଧୁନ ଭଜନ ହେଲା। ତାପରେ ସୁଧୋଧନ ଏକ ସଂକ୍ଷିପ୍ତ ଭାଷଣ ଦେଇ କହିଲେ, ମହାତ୍ମା ଗାନ୍ଧୀ ଯନ୍ତ୍ରଶିଳ୍ପୀର ବିରୋଧୀ ଥିଲେ। ସେ ଆମକୁ ଶିଖାଇଥିଲେ ଯନ୍ତ୍ରଶିଳ୍ପ ମନୁଷ୍ୟକୁ ଏକ ବିବେକହୀନ ଯନ୍ତ୍ରଣାରେ ପରିଣତ କରେ। ଆନ୍ଦୋଳନ ବେଳେ ଆମ ହାତରେ ସେ ପୁଣି ଦେଇଥିଲେ ସୁଦର୍ଶନ ଚକ୍ର ପରି ଏହି ଅରଟ। ଏହି ଅରଟ ସୁଦର୍ଶନ ଚକ୍ର ପରି ବ୍ରିଟିଶ ରାଜଶକ୍ତିକୁ କାଟି ଆମ ଦେଶକୁ ସ୍ୱାଧୀନ କରିଅଛି।
ଘରେ ଘରେ ଆଜି ସେହି ଅରଟରେ ସୂତାକଟା ଚାଲିଲେ ଆମର ସ୍ୱାଧୀନ ଭାରତ ପୃଥିବୀରେ ସବୁଠାରୁ ସମୃଦ୍ଧିଶାଳୀ, ଶକ୍ତିଶାଳୀ ଓ ଆଧ୍ୟାତ୍ମିକ ଶକ୍ତିରେ ବଳିୟାନ ଦେଶରେ ପରିଣତ ହେବ। ଅରଟ ଓ ଅହିଂସା ଆମ ଦେଶରେ ବୀଜମନ୍ତ୍ର ହେବା ଉଚିତ। ମାତ୍ର ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ ଅର୍ଥାତ୍ ସଶସ୍ତ୍ର ପୁଲିସ ପ୍ୟାରେଡ୍ରେ ସାଲ୍ୟୁଟ୍ ଗ୍ରହଣ କଲା ବେଳକୁ ସୁଧୋଧନଙ୍କ ବେଶ, ଭାଷା ଓ ଭାବ ସମ୍ପୂର୍ଣ୍ଣ ପରିବର୍ତ୍ତିତ ହୋଇପଡ଼ିଥିଲା। ସୁଧୋଧନ ଧୋତି ପଞ୍ଜାବୀ ଛାଡ଼ି ଯୋଧପୁରୀ ବେକଚିପା କୋଟ୍ ଓ ଟ୍ରାଉଜର ପିନ୍ଧି ଅପେକ୍ଷାକୃତ ଅଧିକ ସ୍ମାର୍ଟ ଓ ବୟସରେ କେତେ ବର୍ଷ ପଛାଇ ଯାଇଥିବା ଭଳି ଦିଶୁଥିଲେ। ଢିଲା ପଞ୍ଜାବୀ ତଳେ ତାଙ୍କ ଲମ୍ବୋଦରଟି ଆବୃତ ଥିବାରୁ ତାହା ସହଜରେ ବାରି ହେଉନଥିଲା, କିନ୍ତୁ ପ୍ୟାଣ୍ଟ କୋଟ୍ର ଛିପାରେ ତାହା ଉପରକୁ ଉପୁଜି ପଡ଼ି ଏବେ ଗୋଲାକାର ଦିଶୁଥିଲା। ସାଲ୍ୟୁଟ୍ ଗ୍ରହଣ ମଣ୍ଡପ ଉପରେ ଠିଆ ହୋଇ ସାଲ୍ୟୁଟ୍ ଗ୍ରହଣ କଲାବେଳେ ପ୍ରଚଣ୍ଡ ଆତ୍ମବିଶ୍ୱାସ ଓ ଅତି ମାଂସାଳ ସ୍ପର୍ଦ୍ଧାରେ ସୁଧୋଧନଙ୍କ ଚେହେରା ଅତ୍ୟନ୍ତ କଠୋର ଦିଶୁଥିଲା। ସାଲ୍ୟୁଟ୍ ମଣ୍ଡପ ସାମ୍ନାରେ ପ୍ରାୟ 800 ଗଜ ବ୍ୟବଧାନରେ ସାମିଆନା ଟଣାଯାଇ ତା ତଳେ ଉଚ୍ଚ ପଦସ୍ଥ ସାମରିକ, ବେସାମରିକ ଓ ପୁଲିସ କର୍ମଚାରୀମାନଙ୍କ ପାଇଁ ସୁସଜ୍ଜିତ ଆସନମାନ ପଡ଼ିଥିଲା। ସେମାନଙ୍କ ପଛରେ ଆଉଟ୍ ଅଫ୍ ଫୋକସ୍ ଫଟୋଗ୍ରାଫର ଅସ୍ପଷ୍ଟ ଛବି ପରି ନିମନ୍ତ୍ରିତ ଓ ଅନିମନ୍ତ୍ରିତ କଂଗ୍ରେସ କର୍ମୀ, ସାମ୍ବାଦିକ ଓ ଅନ୍ୟମାନେ ଠିଆ ହୋଇଥିଲେ। ସେହି ବିବର୍ଣ୍ଣ ପାଂଶୁଳ ପ୍ରଭାତରେ ଇତିହାସର ଏକ ବିଚିତ୍ର ପରିହାସ ଅଭିନୀତ ହେଉଥିଲା। ଯେଉଁ ଗୋଷ୍ଠୀ ଓ ସମାଜ ସାଲ୍ୟୁଟ୍ ମଣ୍ଡପ ଉପରେ ଉଡ଼ୁଥିବା ତିରଙ୍ଗୀ ପତାକାକୁ ଏକଦା ବେଓନେଟ୍ରେ ଚିରି ବୁଟ୍ରେ ଦଳି ବିଳମ୍ବିତ ଇତିହାସର ଆବର୍ଜନା ସ୍ତୂପ ମଧ୍ୟରେ ଫିଙ୍ଗି ଦେବା ପାଇଁ କୌଣସି କର୍ମ ବା ଅପକର୍ମରୁ ନିବୃତ୍ତ ନଥିଲେ, ଆଜି ସେହି ପତାକାର ଉତ୍ତୋଳନ ବେଳେ ସେମାନଙ୍କ ଉଚ୍ଛ୍ୱସିତ ଭକ୍ତି ଓ ଆନିକତ୍ୟ ମଧ୍ୟରେ ଏକ ବିଶ୍ୱସ୍ତତା ପ୍ରକାଶ ପାଇପାରିଥାଏ। ମାତ୍ର ସେ ବିଶ୍ୱସ୍ତତା ସେହି ପୁରାତନ ସମାଜ ଓ ତାହାର ସଂକେତ ରାଷ୍ଟ୍ର ବା ସରକାର ପ୍ରତି। କିନ୍ତୁ ଏ ପତାକା ଦିନେ କୋଟି କୋଟି ଭାରତୀୟ ପ୍ରାଣରେ ନୂତନ ଅଭିପ୍ସାର ଯେଉଁ ଉଦ୍ବେଳନ ସୃଷ୍ଟି କରିଥିଲା, ତାହା ବ୍ୟର୍ଥତା ଓ ନୈରାଶ୍ୟର ମଧ୍ୟରେ ନିର୍ବେଦଗ୍ରସ୍ତ ହୋଇପଡ଼ିଛି। ଏ ପତାକାକୁ ଆଜି ସେହି ପୂର୍ବୋକ୍ତ ଶ୍ରେଣୀ କେବଳ ରାଷ୍ଟ୍ରୀୟ ସଂକେତ ରୂପେ ସମ୍ମାନ ପ୍ରଦର୍ଶନ କରୁଛନ୍ତି ମାତ୍ର, କିନ୍ତୁ ଏକ ସମାଜ ବିପ୍ଳବର ଆଗ୍ନେୟ ସଂକେତ ରୂପେ ନୁହେଁ। ଯେଉଁମାନେ ତାହା କରନ୍ତେ ସେମାନଙ୍କ ପାଇଁ ଆଜି କିନ୍ତୁ ଏଠାରେ ସ୍ଥାନଭାବ। ଇତିହାସର ପୃଷ୍ଠାରେ ସେମାନେ ଆଉଟ୍ ଅଫ୍ ଫୋକସ୍, ଅସ୍ପଷ୍ଟ ଛବି ପରି। ସାଲ୍ୟୁଟ୍ ଗ୍ରହଣ ପର୍ବ ସମାପ୍ତ ହେବା ପରେ ସୁଧୋଧନ ଏଠାରେ ଅନ୍ୟ ଏକ ଭାଷଣ ଦେଇ କହିଲେ, ଭାରତକୁ ଏକ ଶକ୍ତିଶାଳୀ ସାମରିକ ଶକ୍ତିରେ ପରିଣତ କରିବା ପାଇଁ ପଡ଼ିବ। ସାମରିକ ଶକ୍ତି ସଂଗ୍ରହ ପାଇଁ ଆମର ଅର୍ଥନୈତିକ ବ୍ୟବସ୍ଥା ପୂରାପୂରି ବଦଳିବା ଆବଶ୍ୟକ। ଆଧୁନିକ ବିଜ୍ଞାନ ଓ ବୈଷୟିକ ଜ୍ଞାନ ପ୍ରୟୋଗ କରି ଆମର ଉତ୍ପାଦନ ପ୍ରଣାଳୀକୁ ଉନ୍ନତ ଏବଂ ମାର୍ଜିତ କରିବା ପାଇଁ ପଡ଼ିବ। ତାହା ହିଁ ଆମର ଯୋଜନାର ଲକ୍ଷ୍ୟ ଇତ୍ୟାଦି। ପ୍ରାୟ ଘଣ୍ଟାକ ପୂର୍ବେ ଅରଟରେ ସୂତାକଟା ବେଳେ ସୁଧୋଧନରୁ ଆହୁରି ଉଚ୍ଛ୍ୱସିତ କଣ୍ଠରେ କୁଟୀର ଶିଳ୍ପର ଅଭିବୃଦ୍ଧି ପାଇଁ ଯାହା ସବୁ ଭାଷଣ କହୁଥିଲେ, ମୋର ବାରମ୍ବାର ମନେ ପଡ଼ୁଥିଲା। ଏପରି ଆନ୍ତରିକତା ଶୂନ୍ୟ ବାବଦୂକତା ଓ ଆସ୍ଫାଳନ ନିର୍ଦ୍ଦିଷ୍ଟତାହୀନ ଚିନ୍ତା ପୁଣି ଅଭିନୟ ମଧ୍ୟରେ ଇତିହାସରେ ଆଉ କେଉଁ ସ୍ୱାଧୀନ ଦେଶ ଓ ଜାତି କେତେକାଳ ତିଷ୍ଠି ପାରିଅଛି, ତାହା ହିଁ ମୁଁ ଚିନ୍ତା କରୁଥିଲି। ଏହାର ପରବର୍ତ୍ତୀ କାର୍ଯ୍ୟକ୍ରମ ଗୋଶାଳା ଉଦ୍ଘାଟନରେ ଯୋଗ ଦେବା ପାଇଁ ମୋର ରୁଚି ବା ଅଭିଳାଷ ନଥିଲା। ଏ ଦେଶରେ ମନୁଷ୍ୟ ପାଇଁ ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ। ଫୁଟପାଥ ତଥାପି ଆଜି କୋଟି କୋଟି ନରନାରୀଙ୍କର ଆବାସ ଓ ଆଶ୍ରୟସ୍ଥଳ। ଏ ପରିସ୍ଥିତିରେ କୋଉ ପାଇଁ ନିରାପତ୍ତାର ଏପରି ବିସ୍ତୃତ ଓ ସାମ୍ବିଧାନିକ ବ୍ୟବସ୍ଥାରେ ମୋ ପରେ ଯେ କୌଣସି ବିପଦ ଈର୍ଷାନ୍ୱିତ ହେବା ସ୍ୱାଭାବିକ। ମାତ୍ର ଯେଉଁ ପତ୍ରିକାରୁ ମୁଁ ଅନ୍ନ ସଂସ୍ଥାନ କରେ, ତାହାର ଅଧିକାରୀ ବାହାରକୁ କୁଣ୍ଡା ଚାଲାଣ ବ୍ୟବସାୟରେ ଯେପରି ସିଧାହସ୍ତ, ଗୋଜାତିର ଉନ୍ନତି କାମନାରେ ସେତିକି ଏକନିଷ୍ଠ। ରାଜ୍ୟ ଗୋ ସମ୍ବର୍ଦ୍ଧନା ସମିତିର ସେ ଜଣେ ବିଶିଷ୍ଟ ପୃଷ୍ଠପୋଷକ ଓ କର୍ତ୍ତାର।
ତାଙ୍କ ମିଲ୍ରୁ ଚାଉଳ ସହିତ କୁଣ୍ଡା ବାହାରକୁ ଚୋରାରେ ଧାରାବାହିକ ଭାବରେ ଚାଲାଣ ହେଉଥିବାରୁ ଗୋମାତାମାନେ ଅବଶ୍ୟ ଅଖାଦ୍ୟ ଖାଇ ଜୀବନ ଧାରଣ କରନ୍ତି। ମାତ୍ର ସେ ପ୍ରକାର ପନ୍ଥାରେ ଉପାର୍ଜନ ନ କଲେ ଏପରି ନାନା ମହତ କର୍ମ ପାଇଁ ସମ୍ବଳ ଆସିବ କୁଆଡ଼ୁ? ସମ୍ପାଦକଙ୍କର ପୁଣି ନିର୍ଦ୍ଦେଶ ଅଛି, ସେଠଜୀଙ୍କର ସମଗ୍ର ଭାଷଣ ଓ ଫଟୋଗ୍ରାଫ ସହିତ ଶୁଦ୍ଧୋଧନ ଗୋଶାଳା ଉଦ୍ଘାଟନର ସମସ୍ତ ବିବରଣୀ ବିସ୍ତୃତ ଭାବରେ ଛାପିବା ପାଇଁ ପଡ଼ିବ। ତେଣୁ ମୋର ଅନିଚ୍ଛା ସତ୍ତ୍ୱେ ଏହି ଅନୁଷ୍ଠାନରେ ଯୋଗଦେବା ବ୍ୟତୀତ ଉପାୟନ୍ତର ନଥିଲା। ମାତ୍ର ଏହି ଉଦ୍ଘାଟନ ଉତ୍ସବରେ ଯୋଗ ଦେଇନଥିଲେ ବିଶୁଦ୍ଧ ହାସ୍ୟରସର ଆକଣ୍ଡ ଉପଭୋଗରୁ ମୁଁ ଯଥାର୍ଥ ବଞ୍ଚିତ ହୋଇ ରହିଥାନ୍ତି। ସହରର ଉପକଣ୍ଠରେ ଯେଉଁ ପ୍ରାୟ 60 ଏକର ସରକାରୀ ଜମି ପଡ଼ିଥିଲା, ସେଠଜୀ ଶୁଦ୍ଧୋଧନ ଗୋଶାଳା ସ୍ଥାପନ ପାଇଁ ତାହା ନାମମାତ୍ର ମୂଲ୍ୟରେ ସରକାରଙ୍କଠାରୁ କିଣିଥିବା ଶୁଣାଯାଉଥିଲା। ଗତ ମହାଯୁଦ୍ଧ ବେଳେ ଏଠାରେ ସୈନ୍ୟମାନଙ୍କୁ ରଖିବା ପାଇଁ କେହି ଧାଉଡ଼ି ଘର ତିଆରି ହୋଇଥିଲା। ସେହି ଜୀର୍ଣ୍ଣ ଘରଗୁଡ଼ିକୁ ସାମାନ୍ୟ ମରାମତି କରି ଗୋଶାଳା ପାଇଁ ତାହାକୁ ଏବେ ଉପଯୁକ୍ତ କରାଯାଇଥିଲା। ବହୁଦିନୁ ଏହି ଭଙ୍ଗା ଘରଗୁଡ଼ିକରେ ଶରଣାର୍ଥୀ ଓ ଯାଯାବର ଇରାନୀ ଶ୍ରେଣୀର କେତେ ଗୋଟିଏ ଭିକ୍ଷୁକ ପରିବାର ରହୁଥିଲେ। ଗୋଶାଳା ପ୍ରତିଷ୍ଠା ପାଇଁ ଅଳ୍ପ ଦିନ ପୂର୍ବେ ପୁଲିସ ଫୌଜ ଲଗାଇ ସେମାନଙ୍କୁ ସେଠାରୁ ବହିଷ୍କୃତ କରାଯାଇଥିଲା। କଣ୍ଟା ବାଡ଼ରେ ଏହି ଜମିର ଚୌହଦି ବନ୍ଦ କରାଯାଇ ଫାଟକରେ ଦେବନାଗରୀ ଲିପିରେ ଓଁ ତଳେ ଶୁଦ୍ଧୋଧନ ଗୋଶାଳା ଲେଖାଯାଇଥିଲା। ଏହି ଅନୁଷ୍ଠାନ ପାଇଁ ଶୁଦ୍ଧୋଧନ ସଦଳ ବଳେ ପହଞ୍ଚିବା ପୂର୍ବରୁ ସରକାରଙ୍କ କୃଷି ଓ ପଶୁପାଳନ ବିଭାଗର ସେକ୍ରେଟେରୀ, ଡିରେକ୍ଟର, ଅନ୍ୟ ପଦସ୍ଥ କର୍ମକର୍ତ୍ତା, ଫଟୋ ଉଠାଳି କ୍ୟାମେରା ୟୁନିଟ୍, ସେଠଜୀଙ୍କ ଧର୍ମପ୍ରାଣ ବ୍ୟବସାୟୀ ଗୋଷ୍ଠୀ ଓ ଅନ୍ୟ ନିମନ୍ତ୍ରିତ ଭଦ୍ର ବ୍ୟକ୍ତିମାନେ ସେଠାରେ ଉପସ୍ଥିତ ହୋଇସାରିଥିଲେ। ଫାଟକ ସାମ୍ନାରେ ଗୋଟିଏ ପୂଜା ବେଦୀ, ଚାରିପଟେ ବୈଦିକ ବ୍ରାହ୍ମଣମାନେ ଫଟାଫଟ ଚନ୍ଦନ ଓ ଭସ୍ମ କପାଳ, ଛାତି ଓ ବାହୁରେ ଦାଗ କାଟି ଚୁଟିମାନ ଊର୍ଦ୍ଧ୍ୱକୁ ଉଠାଇ ଶୁଦ୍ଧୋଧନଙ୍କ ଅପେକ୍ଷାରେ ବସିଥିଲେ। ଶୁଦ୍ଧୋଧନ ପହଞ୍ଚିବା ପରେ ଉଚ୍ଚ କଣ୍ଠରେ ବୈଦିକ ମନ୍ତ୍ରପାନ ପାଠ କରାଯାଇ ମୁଣ୍ଡ ଉପରେ ଦୁବ ଓ ଅକ୍ଷତ ଛିଞ୍ଚି ପୂଜା ଦେବୀ ଉପରକୁ ଅଧିଷ୍ଠିତ କରାଯାଇଥିଲା। ଏହାପରେ ପ୍ରାୟ 200 ପର୍ଯ୍ୟନ୍ତ ଗର୍ଭ୍ୟ ଘୃତର ଆହୁତି ଆରମ୍ଭ ହେଲା। ମାତ୍ର ସେଥିପାଇଁ ଶୁଦ୍ଧୋଧନଙ୍କ ସମୟ ନଥିବାରୁ ସେ ଗୋଟିଏ ସ୍ତୁବରେ କେତେଥର ଘିଆ ନିଆଁରେ ଆହୁତି ଦେବା ପାଇଁ ଉଠି ଆସିଲେ। ସ୍ତୁବରେ ଘୃତାହୁତି ହେଲାବେଳେ ଶୁଦ୍ଧୋଧନଙ୍କ ମାନ୍ତ୍ରିକ ଦକ୍ଷତା କିଛି ସମୟ ପୂର୍ବେ ଯାନ୍ତ୍ରିକ କୁଶଳତା ଆହରଣ ପାଇଁ ତାଙ୍କର ଉଦ୍ବୋଧନ ସହିତ କୌଣସି ବୈଷମ୍ୟ ଅବଶ୍ୟ ସୃଷ୍ଟି କରୁନଥିଲା। ଏହାପରେ ପ୍ରସ୍ତାବିତ ଗୋଶାଳା ଫାଟକରେ ରୂପାର ଯେଉଁ ପ୍ରକାଣ୍ଡ ତାଲାଟି ଝୁଲୁଥିଲା, ସୁନାରେ ତିଆରି ଚାବି ଲଗାଇ ମୁଖ୍ୟମନ୍ତ୍ରୀ ଶୁଦ୍ଧୋଧନ ତାହା ଖୋଲିଦେଲେ। ଗୋଶାଳା ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହୋଇଗଲା। ବ୍ରାହ୍ମଣ ପୁରୋହିତମାନେ ସେତେବେଳେ ଅଧିକ ଉଚ୍ଛ୍ୱସିତ କଣ୍ଠରେ ମନ୍ତ୍ରପାଠ ଆରମ୍ଭ କରିଦେଇଥିଲେ। ଦଳେ ମହିଳା ସମବେତ କଣ୍ଠରେ ରାମଧନୁ ଭଜନ ମଧ୍ୟ ଆବୃତ୍ତି କରୁଥିଲେ। ଏହି ସମସ୍ତ କୋଳାହଳ ମଧ୍ୟରେ ଗୋଶାଳାର ପ୍ରଥମ ଅନ୍ତେବାସୀ ରୂପେ ଗୋଟିଏ ଜରାଜୀର୍ଣ୍ଣ ଷଣ୍ଢ ଓ 4 ଗୋଟି ହଡ଼ା ଗାଈବଳଦଙ୍କୁ ଗୋଶାଳାର ଫାଟକ ଭିତରକୁ ପୁରାଇଲା ବେଳେ ସେମାନେ ହଠାତ୍ ତରକି ଯୁବକାଠରୁ ଫିଟି ପଳାଇଲା ପରି ପଘା ଛିଣ୍ଡାଇ ପଳାଉଥିଲେ। ସେମାନଙ୍କୁ କୌଣସିମତେ ଅକ୍ତିଆର କରି ପଘାରେ ବାନ୍ଧି ଗୋଶାଳାର କୋଠରୀମାନଙ୍କ ଭିତରେ ଛାଡ଼ି ଦିଆଗଲା। ଏହାପରେ ଶୁଦ୍ଧୋଧନଙ୍କୁ ଭାଷଣ ଦେବା ପାଇଁ ଅନୁରୋଧ ଜଣାଇ ସେଠଜୀ ଗୋଶାଳାର ଏକ ବିସ୍ତୃତ ବିବରଣୀ ପାଠ କରି ଭାରତର ସନାତନ ସମାଜ ଆଜି ନାନା ସଧର୍ମ ବିରୋଧୀ ପାଶ୍ଚାତ୍ୟ ଅନାଚାର ଓ ଅବିଚାର ମଧ୍ୟରେ ବିଡ଼ମ୍ବିତ ହୋଇପଡ଼ିଥିବା ତୁଳସୀ ରାମାୟଣ ଓ ଗୀତା ପ୍ରବଚନ ପ୍ରଭୃତିରୁ ଉଦ୍ଧୃତି ସହ ଦର୍ଶାଇ ମୁଖ୍ୟମନ୍ତ୍ରୀ ଶୁଦ୍ଧୋଧନଙ୍କ ପରି ମହାପୁରୁଷମାନେ ଭାରତୀୟ ସମାଜ ସଂସ୍କୃତି ଓ ତାହାର ସଂକେତ ଗୋମାତାକୁ ଉଦ୍ଧାର କରିବା ପାଇଁ ଅବତୀର୍ଣ୍ଣ ହୋଇଥିବା ଓଡ଼ିଆ ମିଶା ରାଷ୍ଟ୍ରଭାଷା ଅଥବା ରାଷ୍ଟ୍ରଭାଷା ମିଶା ଓଡ଼ିଆରେ ବ୍ୟକ୍ତ କଲେ।
ସେଠ୍ଜୀଙ୍କ ପାରବୀଙ୍କ ଭାଷଣ ଓ ବିବରଣୀ ପାଠ ପରେ ସୁଧୋଧନର ଗୋ ଜାତିର ଉନ୍ନତି କଟେ ଏକ ଭାଷଣ ଦେଇ ଗୋ ଜାତିର ଉନ୍ନତି ବିନା କୌଣସି ସ୍ୱାଧୀନ ଦେଶ ବା ଜାତିର ଉନ୍ନତି କିପରି ଅସମ୍ଭବ ତାହା ବିଶଦ ଭାବରେ ଉଲ୍ଲେଖ କରିବା ପରେ ଭାରତୀୟ ସନାତନୀ ରାଷ୍ଟ୍ରାଦର୍ଶ ଆଲୋଚନା କରି କହିଲେ, ଗୋ ବ୍ରାହ୍ମଣ ହିତାୟ ଚ। ଭାରତୀୟ ରାଷ୍ଟ୍ରନୀତିର ମହାନ ଆଦର୍ଶ ଥିଲା ବ୍ରହ୍ମଦର୍ଶୀ ବ୍ରାହ୍ମଣମାନଙ୍କ ହିତ ପାଇଁ ଅବଶ୍ୟ ନାନା ଉପାୟ ଚିନ୍ତା କରାଯାଇଛି, ମାତ୍ର ଗୋ ଅର୍ଥାତ୍ ଗାଈଗୋରୁଙ୍କ କଲ୍ୟାଣ ପ୍ରତି ଏପର୍ଯ୍ୟନ୍ତ ଯଥାର୍ଥ ଦୃଷ୍ଟି ଦିଆଯାଇ ପାରିନାହିଁ। ଭାରତ ଏପର୍ଯ୍ୟନ୍ତ ପରାଧୀନ ରହିଥିବାରୁ ଗୋଜାତିର କଲ୍ୟାଣ ଦିଗରେ କୌଣସି ଚିନ୍ତା ହୋଇନଥିଲା। ମାତ୍ର ଆମ ଦେଶ ଏବେ ସ୍ୱାଧୀନ ହୋଇଅଛି। ଆମ୍ଭମାନଙ୍କ ସମ୍ବିଧାନରେ ଅବଶ୍ୟ ବ୍ରାହ୍ମଣମାନଙ୍କ ପରିବର୍ତ୍ତେ ହରିଜନମାନଙ୍କ ହିତ ପ୍ରତି ଅଧିକ ଦୃଷ୍ଟି ଦିଆଯାଉଥିବାରୁ ସମାଲୋଚନା ଶୁଣିବାକୁ ମିଳିଥାଏ। ତଥାପି ବ୍ରାହ୍ମଣ ଅଥବା ହରିଜନ କାହାରି ହିତଚିନ୍ତା ଆମ୍ଭମାନଙ୍କ ସମ୍ବିଧାନରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇ ନଥିଲେ ହେଁ ସର୍ବାଦଃ ଗୋମାତାଙ୍କ କଲ୍ୟାଣ ରାଷ୍ଟ୍ରର ଦାୟିତ୍ୱ ବୋଲି ଆମ୍ଭମାନଙ୍କର ସ୍ୱାଧୀନ ଭାରତର ସମ୍ବିଧାନରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି। ଘନ ଘନ କରତାଳି ଇତ୍ୟାଦି। ଏଠାରେ ଉଲ୍ଲେଖ କରିବା ପ୍ରସଙ୍ଗ ବହିର୍ଭୂତ ହୋଇପାରେ, ମାତ୍ର ଗୋମାତାମାନଙ୍କ ଆଶ୍ରୟ ପାଇଁ ସୁଧୋଧନ ଗୋଶାଳାରେ ଯେଉଁ ଘର ସବୁ ନିର୍ମିତ ହୋଇଥିଲା ତାହା କେତେ ମାସ ପରେ ଭଡ଼ାଟିଆମାନଙ୍କୁ ଭଡ଼ା ଦିଆଯାଉଥିବାର ଦେଖାଯାଇଥିଲା। ଏବେ ସୁଧୋଧନ ଗୋଶାଳାର ସାଇନବୋର୍ଡଟି କେବଳ ସେଠାରେ ଝୁଲୁଥିଲେ ହେଁ ତାହା ଏକ ଭଡ଼ାଟିଆ ବସ୍ତି ଅଞ୍ଚଳରେ ପରିଣତ ହୋଇଅଛି। ଏହାପରେ ନର୍ଦ୍ଦମା ପ୍ରଣାଳୀର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଉଲ୍ଲେଖ ଥିଲା, ମାତ୍ର ମୁଁ ସେଥିରେ ଯୋଗ ଦେଇନଥିଲି। ଖବରକାଗଜରେ ଏହି ଉପଲକ୍ଷରେ ମୁଖ୍ୟମନ୍ତ୍ରୀ ସୁଧୋଧନଙ୍କର ଯେଉଁ ଭାଷଣ ବାହାରିଥିଲା ସେଥିରେ ଇତିହାସ ଆଲୋଚନା କଲେ ପ୍ରାଚୀନ ଭାରତୀୟ ସଂସ୍କୃତିରେ ନର୍ଦ୍ଦମାରେ କିପରି ଏକ ବିଶିଷ୍ଟ ସ୍ଥାନ ଥିଲା ତାହା ମହେଞ୍ଜୋଦାର ହରପ୍ପା ଯୁଗର ସଂସ୍କୃତିରେ ଲକ୍ଷ୍ୟ କରାଯାଇପାରେ ବୋଲି ବହୁ ନଜିର ଦେଇ ସେ କହିଥିବା ପ୍ରକାଶ ପାଇଥିଲା। ସେହିପରି ଅପରାହ୍ନ 3 ଘଣ୍ଟାରେ ମଲ୍ଲଯୁଦ୍ଧ ଉଦ୍ଘାଟନ କାର୍ଯ୍ୟକ୍ରମରେ ମୁଁ ମଧ୍ୟ ଯୋଗ ଦେଇ ପାରିନଥିଲି। ପରେ ଖବରକାଗଜରେ ଅବଶ୍ୟ 2 ଜଣ କାଛା ପିନ୍ଧା ପହିଲମାନଙ୍କ ମଝିରେ ଧୋତି ପଞ୍ଜାବୀ ପିନ୍ଧି ମୁଣ୍ଡରେ ଗାନ୍ଧୀ ଟୋପି ଦେଇ ସୁଧୋଧନ ଅହିଂସା ମୁଦ୍ରାରେ ଠିଆ ହୋଇଥିବାର ଏକ ଫଟୋଗ୍ରାଫ ମୁଦ୍ରିତ ଥିବାର ଦେଖିଥିଲି। ଅପରାହ୍ନ 4:30 ସ୍ୱଦେଶ ଭବନରେ କର୍ମୀମାନଙ୍କର ଏକ ବୈଠକରେ ସୁଧୋଧନଙ୍କୁ ଅଭିନନ୍ଦନ କରାଯାଇଥିଲା। ଏହି ଉପଲକ୍ଷରେ ସ୍ୱଦେଶ ଭବନର ପ୍ରାଙ୍ଗଣରେ କଂଗ୍ରେସ କର୍ମୀଙ୍କ ତୁଳନାରେ ପ୍ରେମୀମାନଙ୍କର ସଂଖ୍ୟା ଅବଶ୍ୟ ଅଧିକ ଥିଲା। ଆନ୍ଦୋଳନ ବେଳେ ପିକେଟିଂ ପାଇଁ ସତ୍ୟାଗ୍ରହ ପାଇଁ ଜେଲ୍ ଯିବା ପାଇଁ ଥିଲେ କଂଗ୍ରେସ କର୍ମୀ, ମାତ୍ର ସ୍ୱାଧୀନତା ପରେ ସେମାନଙ୍କ ସହିତ ମିଶିଛନ୍ତି କଂଗ୍ରେସ ପ୍ରେମୀ। କର୍ମୀମାନଙ୍କ ଅପେକ୍ଷା ଏହି ପ୍ରେମୀମାନେ ପୁଣି ଅଧିକ କ୍ଷମତା ଓ ପ୍ରତିପତ୍ତିଶାଳୀ। ସ୍ୱଦେଶ ଭବନରେ ଯେଉଁ ପ୍ରେମୀଗଣ ଉପସ୍ଥିତ ଥିଲେ ସେମାନଙ୍କ ମଧ୍ୟରେ ଥିଲେ ସହର ତଥା ସହର ବାହାରୁ ଆସିଥିବା କେତେଜଣ ନାମଜାଦା ବ୍ୟବସାୟୀ, ଯେଉଁମାନେ ଶୁଦ୍ଧ ବଜାରରେ ରାତାରାତି ବଡ଼ଲୋକ ହେବାର କୌଶଳ ଆୟତ୍ତ କରିପାରିଅଛନ୍ତି, ପୁଣି ମୋଟା ଚାନ୍ଦା ଦେବାର ଶକ୍ତି ଆହରଣ କରିପାରିଛନ୍ତି। ପରାଧୀନ ଭାରତରେ ଲକ୍ଷ୍ମୀ ଏମାନଙ୍କ ପ୍ରତି ଅପ୍ରସନ୍ନ ଥିଲେ, ମାତ୍ର ସ୍ୱାଧୀନ ପରେ ଲକ୍ଷ୍ମୀ ଏମାନଙ୍କ ପ୍ରତି ହଠାତ୍ ସୁପ୍ରସନ୍ନା ହୋଇଅଛନ୍ତି। ସେହି ଗହଣରେ ଆହୁରି ପୁଣି ଥିଲେ ସହରର ଫୌଜଦାରୀ କୋର୍ଟମାନଙ୍କରେ ସତ୍ୟ ଅଥବା ମିଥ୍ୟା ସାକ୍ଷ୍ୟ ଦେବା ପାଇଁ ମୋଫସଲରୁ ଯେଉଁମାନେ ଦୈନିକ ଆସିଥାନ୍ତି। ମାତ୍ର ହୃଦୟ ପରିବର୍ତ୍ତନର ସମ୍ଭାବନା ସମସ୍ତଙ୍କର ତ ରହିଛି। ଚୈତନ୍ୟ ମହାପ୍ରଭୁ ଜଗାଇ ମାଧୋଇଙ୍କ ପରି ପାଷାଣ୍ଡମାନଙ୍କର ହୃଦୟ ପରିବର୍ତ୍ତନ କରିପାରିଲେ, ତାହେଲେ ସୁଧୋଧନଙ୍କ ପରି ଜନନେତାମାନେ ଏମାନଙ୍କ ହୃଦୟ ପରିବର୍ତ୍ତନ କରି ନପାରିବେ କାହିଁକି? ସେ ହିଁ କୋଳାହଳ ଗହଳି ଓ ଠେଲାପେଲା ଭିତରେ ମୁଁ ନିଧି ଦାସ ଓ ତାଙ୍କ ଦିନର ଅନ୍ୟମାନଙ୍କୁ ଖୋଜୁଥିଲି। କ୍ଷମତାର ସିଂହଦ୍ୱାରକୁ ଯେଉଁମାନେ କେବେ ଭିକ୍ଷାର ଝୁଲି ଧରି ଆସିନଥିଲେ, କ୍ଷମତାର ସିଂହାସନ ଉପରକୁ ଯେଉଁମାନେ ଉଠାଇଥିଲେ ଅସ୍ୱୀକୃତିର ପଦାଘାତ, ମାତ୍ର ସେମାନେ ସେଠାରେ ନଥିଲେ।
ଏହି ଉପଲକ୍ଷରେ ସମବେତ କଂଗ୍ରେସ କର୍ମୀ ଓ ପ୍ରେମୀମାନଙ୍କୁ ଭାଷଣ ପ୍ରସଙ୍ଗରେ ମହାତ୍ମା ଗାନ୍ଧୀଙ୍କ ନାମ ଉଚ୍ଚାରଣ କଲାବେଳେ ସୁଧୋଧନଙ୍କ କଣ୍ଠ ଅଶ୍ରୁରୁଦ୍ଧ ବା ବାଷ୍ପାକୁଳ ହୋଇ ଉଠୁଥିଲା। ମହାତ୍ମା ଗାନ୍ଧୀ ଜାତିକୁ ତ୍ୟାଗର ଯେଉଁ ମନ୍ତ୍ର, ସେବାର ଯେଉଁ ଦୀକ୍ଷା ଓ ଶତ୍ରୁକୁ ସୁଦ୍ଧା ଭଲ ପାଇବାର ଯେଉଁ ମହାନ ନିର୍ଦ୍ଦେଶ ଶିକ୍ଷା ଦେଇଅଛନ୍ତି, ତାହା କଂଗ୍ରେସ କର୍ମୀମାନେ ବିସ୍ତୃତ ହେବା ଉଚିତ ନୁହେଁ। ପୁଣି କଂଗ୍ରେସ କର୍ମୀମାନେ ଅର୍ଥ, ଭୋଗ ଓ କ୍ଷମତାର ସ୍ୱର୍ଣ୍ଣ ମୃଗ ପଛରେ ନ ଥାଇ ଯଥାର୍ଥ ଦରିଦ୍ର ନାରାୟଣ ସେବା, ହରିଜନ ଉଦ୍ଧାର ଓ ନିଶା ନିବାରଣ ପ୍ରଭୃତି କର୍ମରେ ନିଜକୁ ନିୟୋଜିତ ରଖିବା ଉଚିତ ବୋଲି ସେ ବାରମ୍ବାର ଉଦ୍ବୋଧନ ଦେଉଥିଲେ। ଏହାପରେ କଂଗ୍ରେସ ମଧ୍ୟରେ ଯେଉଁ ଅନୈକ ବିଭେଦ ଓ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଯେଉଁ ଦଳାଦଳି ପ୍ରକାଶ ପାଇଅଛି, ତାହା ଉଲ୍ଲେଖ କରି ଆଜି ଐକ୍ୟ ଓ ସୌହାର୍ଦ୍ଦ୍ୟ ଯେପରି ଆବଶ୍ୟକ ତାହା ବୁଝାଇ ଦେଉଥିଲେ। ଐକ୍ୟ, ସୌହାର୍ଦ୍ଦ୍ୟ, ଶତ୍ରୁକୁ ସୁଦ୍ଧା ଭଲ ପାଇବା, ଏପରି ଆନ୍ତରିକ ହୀନ ବୋଲିମାନ ଶୁଣିଲା ବେଳେ ମୋ ଆଖି ଆଗରେ ଭାସି ଉଠୁଥିଲା ମଙ୍ଗରାଜପୁର ବିରୂପାଶ୍ରମ ପୋଡ଼ିର ଦୃଶ୍ୟ। ସାପର ଜିଭ ପରି ଲହ ଲହ ଶିଖା ଯେପରି ରାତିର ଅନ୍ଧାର ଦେହରେ ଚାଟି ହୋଇ ଯାଉଥିଲା। କଳା ପାଉଁଶ ସବୁ ସ୍ଫୁଲିଙ୍ଗ ସହିତ ଯେପରି ପବନରେ ଉଡ଼ି ବୁଲୁଥିଲା। ବାଉଁଶ ଗଣ୍ଠି ଫୁଟିବାର ଠୋ ଠୋ ଶବ୍ଦରେ ନିଶୂନ ରାତିର ଅନ୍ତଃସ୍ଥଳରେ ଯେପରି ବିଦୀର୍ଣ୍ଣ ହୋଇପଡ଼ୁଥିଲା। ତାରି ଭିତରେ ସେଦିନ ତିଳେ ତିଳେ ପୋଡ଼ି ଯାଉଥିଲା ଯେପରି 20 ବର୍ଷର ଅଗ୍ନିଜ୍ୱାଳାମୟ ଏକ ଇତିହାସ। ନିଧିତାସ ସେ ଭୌତିକତା ମଧ୍ୟରେ ନୀରବରେ କିଂକର୍ତ୍ତବ୍ୟ ମୂଢ଼ ପରି ନିଆଁର ଲହ ଲହ ଶିଖା ଆଡ଼େ ଅନାଇ ଠିଆ ହୋଇଥିଲେ। ପ୍ରାଦେଶିକ କଂଗ୍ରେସ କମିଟି ନିର୍ବାଚନରେ ସୁଧୋଧନଙ୍କ ସମର୍ଥିତ ପ୍ରାର୍ଥୀ ଦାମରଥ ଶୋଚନୀୟ ଭାବରେ ପରାସ୍ତ ହେବା ପରେ ପୁଣି ଏହି ଆଶ୍ରମର ଅନ୍ତେବାସୀମାନଙ୍କର ପ୍ରବଳ ସମର୍ଥନରେ ଦର୍ପନାରାୟଣଙ୍କ ଭାଗଚାଷୀମାନେ ଏକ ନୂତନ ଶକ୍ତି ଆହରଣ କରିବା ପରେ ସମସ୍ତଙ୍କ ଜ୍ଞାତସାରରେ ଦର୍ପନାରାୟଣ ଓ ଦାମରଥଙ୍କ ଦଳ ଏହି ଆଶ୍ରମରେ ନିଆଁ ଲଗାଇଥିବା, ପୁଣି ପୁଲିସ ନାନା ପ୍ରତ୍ୟକ୍ଷ ପ୍ରମାଣ ପାଇ ସୁଦ୍ଧା ତାହା ଚପାଇ ଦେଇଥିବା କିଏ ନ ଜାଣେ? ସୁଧୋଧନଙ୍କ ଗୋଷ୍ଠୀ କଂଗ୍ରେସ ମଧ୍ୟରେ ଗୋଟିଏ ପ୍ରଗତିଶୀଳ ଗୋଷ୍ଠୀକୁ ଉଚ୍ଛନ୍ନ ତଳିତଳାନ୍ତ କରିଦେବା ପାଇଁ ଯେପରି କୌଣସି ଷଡ଼ଯନ୍ତ୍ରରୁ ନିବୃତ୍ତ ନଥିଲେ, ତାହା ତ ପୁଣି ଅତି ଜଣାଶୁଣା। ତଥାପି ମୁଖ୍ୟମନ୍ତ୍ରୀ ସୁଧୋଧନ କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ନିର୍ମଳତା, ଶୁଚି, ତ୍ୟାଗ, ସେବାୈକ୍ୟ ଓ ସମ୍ପ୍ରୀତି ପ୍ରଭୃତି ଗୁଣାବଳୀ ଓ ଆଚରଣର ଉତ୍କର୍ଷ ପାଇଁ ଉଦ୍ବୋଧନ ଦେଉଥିଲେ ଓ ବାରମ୍ବାର କରତାଳି ଦ୍ୱାରା ତାହା ସମର୍ଥିତ ମଧ୍ୟ ହେଉଥିଲା। ଇତିମଧ୍ୟରେ ସ୍ୱଦେଶ ଭବନ ବାହାରେ ଲାଠିଆଳ ପୁଲିସ ବାହିନୀ ଟ୍ରାଫିକ୍ ନିୟନ୍ତ୍ରଣ କରି ଗୋଟିଏ କର୍ଡନ ତିଆରି କରିସାରିଥିଲେ। ସ୍ୱଦେଶ ଭବନ 500 ଗଜ ଭିତରକୁ ବାହାରକୁ କେହି ଆସିବା ନିଷିଦ୍ଧ ହୋଇଥିଲା। ଏ ପ୍ରକାର ଆକସ୍ମିକ ଘଟଣାର କାରଣ ଅନୁସନ୍ଧାନ କରିବାରୁ ଜଣାପଡ଼ିଲା ଯେ ଜିଲ୍ଲାର ମଫସଲ ଅଞ୍ଚଳରୁ ଶତାଧିକ ମରୁଡ଼ି କ୍ଳିଷ୍ଟ ଲୋକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ମରୁଡ଼ି ଅବସ୍ଥାର ପ୍ରତିକାର ଦାବି କରିବା ପାଇଁ ଏକ ପଟୁଆରରେ ଆସିଥିଲେ। ଏ ବର୍ଷ ସମୟରେ ବର୍ଷା ହୋଇ ନଥିବାରୁ ନାୟବ ଡିଭିଜନରେ ଚାଷୀମାନେ ରଜ ସଂକ୍ରାନ୍ତିର ପ୍ରାୟ 1 ସପ୍ତାହ ପରେ ବୁଣାବୁଣି କାର୍ଯ୍ୟ ଶେଷ କରିଥିଲେ। ତାପରେ ଯେଉଁ ସାମାନ୍ୟ ମୁନ୍ଦିଏ ମୁନ୍ଦିଏ ବର୍ଷା ହୋଇଥିଲା, ସେଥିରେ ଧାନ ଗଛ ସବୁ ମୁଣ୍ଡ ଉଠାଇ ଆସିଥିଲା। ରଥଯାତ୍ରା ବେଳକୁ ଚାଷୀମାନେ ବେଉଷଣ ଶେଷ କରିବା ପାଇଁ ଅପେକ୍ଷା କରିଥିଲେ, ମାତ୍ର ଆଉ ବର୍ଷାର ଦେଖା ନାହିଁ। ବେଳେବେଳେ ଯେଉଁ ସାମାନ୍ୟ ବର୍ଷା ହେଉଅଛି, ସେଥିରେ ଧୂଳି ସୁଦ୍ଧା ଓଦା ହେଉନାହିଁ। ଆକାଶରେ ମେଘ ଖଣ୍ଡେ ଉଠିଲେ ଚାଷୀମାନେ ଚାତକ ପରି ବର୍ଷାକୁ ଅପେକ୍ଷା କରନ୍ତି, କିନ୍ତୁ ଧୂଳିଆ ଧୁମାଳରେ ସେ ମେଘଖଣ୍ଡ ଭାସିଯାଏ। ଯଦି ବରକୋଳିଆ ଟୋପା ପରି କେତେ ଟୋପା ବର୍ଷା ପଡ଼ିଯାଏ, ତାହେଲେ ତାହା ମାଟିକୁ ଶୀତଳ କରିବା ପାଇଁ ନୁହେଁ, ଆହୁରି ଉତ୍ତପ୍ତ କରିଦେବା ପାଇଁ। ଫଳରେ ଯେଉଁ ଧାନ ସବୁ ରଜ ପରେ ବୁଣା ଯାଇଥିଲା, ତାହା ଗଜାମରୁଡ଼ିରେ ଜଳି ଯାଇଥିଲା। ବେଉଷଣ ନ ହେବାରୁ ଶହ ଶହ ଦିନ ମଜୁରିଆ ଭୋକ ଉପାସରେ ବୁଲୁଥିଲେ। ମଫସଲ ଅଞ୍ଚଳରେ ଯେଉଁମାନଙ୍କଠାରେ ଧାନ ଚାଉଳ ମଜୁଦ ଥିଲା, ସେମାନେ ଦର ବଢ଼ାଇବା ପାଇଁ ଧାନ ଚାଉଳ ସବୁ ଲୁଚାଇ ଦେଇଥିଲେ। ଲୋକେ ଚାହାନ୍ତି ଶସ୍ତା ଓ ସୁଲଭ ମୂଲ୍ୟରେ ବିକ୍ରି ପାଇଁ ଧାନ ଚାଉଳ ଗୋଲା। ବେକାର ଦିନ ମଜୁରିଆମାନଙ୍କୁ କାର୍ଯ୍ୟ ଯୋଗାଇବା ପାଇଁ ରିଲିଫ୍ କାର୍ଯ୍ୟ।
विधानसभा ए दाबी मध्य बारंबार उठिथिला। मुख्यमंत्री सुधोधन जिला मजिस्ट्रेटकर एक रिपोर्ट उल्लेख करी से अंचल रे सेपरी परिस्थिति उपजी नाही और कांग्रेस भितर एक विरोधी गोष्ठी अन्य विरोधी पक्षों सहित मिसी सुधोधनक मंत्रिमंडल को बदनाम करिबा पई परिस्थिति को एपरि अतिरंजित करुछंती बोली प्रकाश करथिले। सेथिपाई निरुपाय होई सही अंचलर अधिवासी माने मुख्यमंत्री सुधोधन को साक्षात करी प्रतिकारर व्यवस्था पई आसिथिले। स्वदेश भवन रे कर्मी सम्मेलन पर सुधोधन बाहरिबा बेले पदस्थ पुलिस कर्मचारी माने सैल्यूट देई सुधोधन को एही भोकिला पटुआरर वृत्तांत जणाइले। सुधोधन ईषत विरक्त होई फाटक बाहरे प्रकांड लिमोसिन गाड़ी भितरु पाद देई उठु उठु कहिले, सरकारी रिपोर्ट अनुसार ए सबो विवरणी अत्यंत अतिरंजित। पुणी पाणीपाग विभागर रिपोर्ट अनुसार ए पर्यंत मोट 12 इंच वर्षा हो साराणी। कृषि विभागर फाइल ए परिमाणर वर्षा बेउषण कार्य पाई यथेष्ट बोली लेखाई अछि। तेणु जो पटुआर एठकु आसी अछि ताहा केवल मो सरकार को बदनाम करिबा पई उद्दिष्ट। सेमानकु तड़ी देई सरकारी रास्ता सफा करा जिबा उचित। किंतु केउ बाटे के जानी आंठू नलुचा खबदड़ धोती पिंधि कांध उपरे खंडे मैला चादर पकाई मुहरे 7 दिनर रूढ़ बढ़ाई के जने कांग्रेस कर्मी संगरे प्राय 20-25 जन लोक धरी सुधोधन लिमोसिन गाड़ी आगे ठिया होइकला। से अनावधेय कांग्रेस कर्मी जनक कहले, आपणक पुलिस ताहा पारिब नाही। ए दुर्गत मानक साक्षात करी आपणक प्रतिकार व्यवस्था करबा पई पड़िबो। सुधोधन एपरी दाम्भिकता पे प्रस्तुत नथिले। से लिसमिन गाड़ी भितर ओह्लाई परी रुष्ट कंठरे पचारिले, तुम ना कौन? कांग्रेस कर्मी जनक उत्तर देले, मु नारायणपुर अंचलर जने कांग्रेस कर्मी हरिनायक। लुणमला बेले एरसमारे जो कैंप होइथिला और जो काम को आपण लवण सत्याग्रह पाई स्वेच्छासेवक होई आसिथिले, मु तार संचालक थिली। आपण मते चिनि पारु नांती। सुधोधनक वाख्या करे मुहूर्तक पाई केते गुड़िए जाल जालुआ अस्पष्ट दृश्य चित्र और मुह भासी उठिला। ताहार पृष्ठभूमि रे से दिन रे कैंप कमांडर हरिनायकंक बलिष्ठ और दर्पित मूर्ति अंकित होइगला। सुधोधन अप्रतिभ परि कहले, कौन कहूच? हरिनायक कहले, सरकारी रिपोर्ट पूरापूरी भूल। लोके आज भोक बेपारी रे हा अन्न चित्कार करुछंती। आपनकु किछि गोटाए व्यवस्था करिबा पई पड़िबो। सुधोधन गाड़ी भितर को उठी कहले, अच्छा तुमे जिला मजिस्ट्रेट को पाखरे गोटाए दरखास्त दियो, सरकार ताहार निश्चय किछि गोटाए व्यवस्था करिबे। लिमोसिन गाड़ी सदर्परे गर्जन करी एक परिच्छन्न आभिजात्य देह दोलाई पछरे धूलीर घूर्णी उड़ाई चलीगला। हरिनायक और तांको अनुगामी माने जो माने सांत्वना और प्रतिकार पाई सुधोधन पाखक धाई आसीथिले, असहाय परी सेहिआड़े चाहि रहिले। सही जिला मजिस्ट्रेट, सही दरखास्त, सही धर्मावतार, सही नालीफिता, ताहार ग्रंथि पुणी आहुरी सुदृढ़ अथच अकामी होई अछि। मात्र मु आश्वस्त कांग्रेस तथापि मरी नाही। कांग्रेस को बंचाई रखिछंती मुख्यमंत्री सुधोधन नुहंती, हरिनायकंक परी एही अनामधेय कर्मी। से ओ तांकरी परी अन्य अपान्तकीय कर्मी मानकर कुश्च साधना मध्यरे स्वाधीनतार साधना तथापि अनाहत रही अछि। मात्र स्वाधीनता दिवस रे उच्छ्वसित कोलाहल और वर्णाढ्य समारोह मध्यरे सेमानंकर अवश्य स्थान नथिला। कोटा गदारे छुंची पड़िला परी सेमाने केउआड़े हजि जाइथिले। आंदोलन बेलर राजनीति रे दुई श्रेणीर व्यक्ति जोग देइथिले। दले राजनीति रे जोग देइथिले गोटिए आदर्श और स्वप्न धरी। ताहा पछरे अन्य कोनोसी आकांक्षा अथवा व्यक्तिगत उद्देश्य नथिला। सेमाने केवल बुझिथिले दासत्वर श्रृंखल भांगी देश को मुक्त और स्वाधीन करी एक नूतन समाज गठन करने को पड़िबो।
ସେମାନଙ୍କର ଯଥେଷ୍ଟ ବିଦ୍ୟା ଅଥବା କାର୍ଯ୍ୟ ଉଦ୍ଧାର କରିବା ଭଳି ବୁଦ୍ଧି ନଥିଲା। ସଜେଇ ବାଗେଇ ସେମାନେ ଦୁଇପଦ କଥା କହିପାରୁନଥିଲେ। ଲେଖିବା ତ ଦୂରର କଥା, ମାତ୍ର ସେମାନଙ୍କର ଥିଲା ଦିନକୁ 20 ମାଇଲ ବାଟ ଭାଙ୍ଗି ଖରା ତରା ନ ମାନି ସଭ୍ୟ ସଂଗ୍ରହ କରିବାର ଧୈର୍ଯ୍ୟ, କଂଗ୍ରେସ ସଭା ପାଇଁ ପ୍ରଚାର କରିବାର କ୍ଷମତା। ଶୃଙ୍ଖଳିତ ସୈନିକ ସେମାନେ। ଆଖି ବୁଝି ବଳଦ ପରି ନିର୍ଦ୍ଦେଶ ପାଳନ କରାଯିବା ସେମାନେ ଏକମାତ୍ର କର୍ମ ଓ ଧର୍ମ ବୋଲି ବୁଝିଥିଲେ। ନିଧି ଦାସ ପ୍ରମୁଖ ଥିଲେ ଏହି ଶ୍ରେଣୀ। ଆଉ ଏକ ଶ୍ରେଣୀ ମଧ୍ୟ ସେତେବେଳେ ରାଜନୀତିରେ ଯୋଗ ଦେଇଥିଲେ, ଯେଉଁମାନେ ବିଦ୍ୱାନ ନହେଲେ ଧୀମାନ ନହେଲେ ଚତୁର। ସେମାନଙ୍କ ମଧ୍ୟରୁ ଅଧିକାଂଶ ଥିଲେ ଶ୍ରେଣୀର। ସଭାରେ ସେମାନେ ଉତ୍ତେଜନାମୂଳକ ବକ୍ତୃତା ଥିଲେ, ଫୁଲମାଳ ପାଉଥିଲେ, ଜେଲଖାନାରେ ଏ ବା ବି ଶ୍ରେଣୀ ରହୁଥିଲେ। ନିଧି ଦାସଙ୍କ ମାନେ ସେମାନଙ୍କର ପାଇଁ ଡେଙ୍ଗୁରା ପିଟୁଥିଲେ, ପ୍ରଚାର କରୁଥିଲେ, ଫୁଲମାଳ ଯୋଗାଡ଼ କରୁଥିଲେ। କିନ୍ତୁ ନିଧି ଦାସଙ୍କ ପରି କର୍ମୀମାନେ ନଥିଲେ, ତାଙ୍କର ସତ୍ତା ସୁଦ୍ଧା ନଥାନ୍ତା। ବସ୍ତୁତଃ ସେଇମାନେ ହିଁ ପିପିଲିକା ପରି ତିଳେ ତିଳେ ସ୍ୱାଧୀନତାର ସୌଧ ନିର୍ମାଣ କରିଥିଲେ। କିନ୍ତୁ ସେ ସୌଧ ନିର୍ମିତ ହେବା ପରେ ସେଥିରେ ସେମାନଙ୍କର ସ୍ଥାନ ନଥିଲା। ମାତ୍ର ପରାଧୀନ ଭାରତରେ ଯେଉଁମାନେ ସମାଜ ଓ ରାଷ୍ଟ୍ର ଜୀବନକୁ ଅକ୍ତିଆର କରି ସ୍ୱରାଜର ପରିପନ୍ଥୀ ସାଜିଥିଲେ, ସେହିମାନେ ପୁଣି ସ୍ୱାଧୀନତାର ଭୋଗମଣ୍ଡପରେ ଭିଡ଼ ବାନ୍ଧିଥିଲେ। ସେହି ପରିବର୍ତ୍ତିତ ପରିସ୍ଥିତିରେ ନିଧି ଦାସଙ୍କ ପରି କର୍ମୀମାନେ ହୋଇପଡ଼ିଥିଲେ ଅପାନ୍ତୟ। ଯେଉଁମାନେ ଏହି ଅବସ୍ଥା ସହିତ ସହଜରେ ସାଲିସ କରିପାରିଥିଲେ, ସେହି ସୁଚତୁର ଗୋଷ୍ଠୀ ଅବଶ୍ୟ ଏକ ନୂତନ ଆଭିଜାତ୍ୟ ଓ ଶାସନ ମର୍ଯ୍ୟାଦା ଗ୍ରହଣ କରିଥିଲେ। ମାତ୍ର ନିଧି ଦାସ ପ୍ରମୁଖଙ୍କ ପାଇଁ ସେଠାରେ କୌଣସି ସ୍ଥାନ ନଥିଲା। ମୁଖ୍ୟମନ୍ତ୍ରୀ ସୁଧୋଧନ ପ୍ରମୁଖ ଥିଲେ ଏହି ନେତା ଓ ପରିଚାଳକ ଶ୍ରେଣୀଭୁକ୍ତ। ନିଧି ଦାସ ପ୍ରମୁଖମାନଙ୍କରେ ଥିଲା ଅବାରିତ ସାଧନା, ଅକୁଣ୍ଠିତ ଆତ୍ମୋତ୍ସର୍ଗ। ମାତ୍ର ସୁଧୋଧନ ପ୍ରମୁଖଙ୍କ ଥିଲା ଚତୁରତା ଓ ପରିଚାଳନାର କୌଶଳତା, ଯାହାର ଅନ୍ୟ ନାମ ଦିଆଯାଇଛି ନେତୃତ୍ୱ। ଶେଷୋକ୍ତ ଶ୍ରେଣୀର ଅବଶ୍ୟ ଜୟ ହୋଇଛି। ନେତା ହେବା ପାଇଁ ସେମାନଙ୍କର ଏକଦା ପ୍ରୟୋଜନ ଥିଲା କର୍ମୀ। ଏବେ କିନ୍ତୁ ସେମାନେ ଶାସକ। କର୍ମୀ ଅପେକ୍ଷା କର୍ମଚାରୀ ଗୋଷ୍ଠୀ ଏବେ ସେମାନଙ୍କର ଅଧିକ ଆଦରଣୀୟ। ତେଣୁ ସ୍ୱାଧୀନତା ଦିବସର ସମାରୋହ ପରି ସରକାରୀ ଉତ୍ସବରେ ନିଧି ଦାସଙ୍କ ପରି କର୍ମୀମାନଙ୍କର ସ୍ଥାନ ରହନ୍ତା କିପରି? ମୁଖ୍ୟମନ୍ତ୍ରୀ ସୁଧୋଧନଙ୍କ ସରକାରୀ ବାସଭବନରେ ଉଦ୍ୟାନହୀନ ଉଦ୍ୟାନ ଭୋଜି। ପୂର୍ବେ ଏହି ବାସଭବନ ଇଂରେଜ କମିଶନରମାନଙ୍କ ବାସଭବନ ଥିଲା। କଲୋନିଆଲ ରୀତିରେ ନିର୍ମିତ ସୁପ୍ରକାଣ୍ଡ ଅଟ୍ଟାଳିକା ଏହା ପରିକଳ୍ପିତ ହୋଇଥିଲା ବାସୋପଯୋଗୀ ହେବା ପାଇଁ ଯେତେ ନୁହେଁ, ରାଜକୀୟ ଆଡ଼ମ୍ବରରେ ଅଭ୍ୟସ୍ତ ଓ ସେଥିପ୍ରତି ସମ୍ଭ୍ରମଶୀଳ ଏକ ପରାଧୀନ ଜନସମାଜର ଚିତ୍ତ ଓ ଚିନ୍ତାରେ ବ୍ରିଟିଶ ରାଜଶକ୍ତିର ମହିମା ମୁଦ୍ରିତ କରିବା ପାଇଁ ତାହାର ପ୍ରତି ପ୍ରସ୍ତର ଖଣ୍ଡରେ ଉତ୍କୀର୍ଣ୍ଣ ଥିଲା ଗୋଟାଏ ଜାତିର ଶତ ନିଷ୍ପେଷିତ ଆକାଂକ୍ଷା ଓ ଜିଜ୍ଞାସା। ଆଜି ତାହା ହିଁ ମୁଖ୍ୟମନ୍ତ୍ରୀ ସୁଧୋଧନଙ୍କ ବାସଭବନ। ଇଂରେଜ କମିଶନରମାନଙ୍କ ଲକ୍ଷ୍ୟ ଓ ସୁଧୋଧନଙ୍କ ଉଦ୍ଦେଶ୍ୟ ମଧ୍ୟରେ ଅବଶ୍ୟ ବିଶେଷ ମୌଳିକ ପାର୍ଥକ୍ୟ ନଥିଲା। ପାର୍ଥକ୍ୟ କେବଳ ଚରିତ୍ରରେ ନୁହେଁ। ଉଦ୍ୟାନହୀନ ଉଦ୍ୟାନ ଭୋଜି। ମୁଖ୍ୟମନ୍ତ୍ରୀଙ୍କ ପ୍ରାସାଦୋଦ୍ୟମ ବାସଭବନର ସାମ୍ନା ଲନ୍ରେ ଗୋଟିଏ ପାଖରେ ସିମେଣ୍ଟ ବନ୍ଧା ଟେନିସ୍ କୋର୍ଟ। ଟେନିସ୍ କୋର୍ଟ କଳରେ କେତେଟା କାଠଚମ୍ପା ଗଛ ଡାଳରେ ନାଲି ନେଳି ବିଜୁଳିବତୀମାନ ଖଞ୍ଜା ଯାଇଥିଲା। ଟେନିସ୍ କୋର୍ଟ ଉପରେ ଧାଡ଼ି ଧାଡ଼ି ହୋଇ ପଡ଼ିଥିଲା ଧଳା ଚାଦର ବିଛା ଟେବୁଲ। କେଉଁଠାରେ କୋଲ୍ଡଡ୍ରିଙ୍କ, କେଉଁଠାରେ ଚା ଅଥବା କଫି, କେଉଁଠାରେ ଗୁଜୁରାତି ଗାଣ୍ଠିଆ, ଚୁଡ଼ାଭଜା, ବରଫି, ସନ୍ଦେଶ ଆଉ ରସଗୋଲା। ବୁଫେ ରୀତିରେ ଉଦ୍ୟାନ ଭୋଜି। ପ୍ରତି ଟେବୁଲ ପାଖରେ ଅତିଥିମାନଙ୍କର ଭିଡ଼। ଲନ୍ର ଅନ୍ୟ ପାଖରେ ଗୋଟିଏ ଅର୍କେଷ୍ଟ୍ରା ଷ୍ଟାଣ୍ଡ। କିଛି ପୂର୍ବେ ସେଠାରେ ପୋଲିସ ଅର୍କେଷ୍ଟ୍ରା ବାଜୁଥିଲା ସମବେତ ଯନ୍ତ୍ର ସଙ୍ଗୀତ। ଏବେ ସେଠାରେ ବାଜୁଥିଲା ଗୋଟିଏ ଲୋକପ୍ରିୟ ସିନେମା ସଙ୍ଗୀତର ସୁର। ଦଣ୍ଡାୱାଲା, ମୁଦଗଲ, ରାମକ୍ରିଷ୍ଣ, ଭେଙ୍କଟରମଣ, ମାଧବାୟା, ନାୟାର, ମୁଖାର୍ଜୀ, ବାନାର୍ଜୀମାନଙ୍କର ଭିଡ଼। ଧନୀ ପରିବାରର ଉତ୍ସବ ସମାରୋହ ମଧ୍ୟରେ ଦରିଦ୍ର ଆତ୍ମୀୟମାନଙ୍କ ପରି କ୍ଷମତା, ଦର୍ପ, ଅର୍ଥ ଓ ରୂପର କୋଳାହଳ ମଧ୍ୟରେ କେତେଜଣ ରାଜନୈତିକ କର୍ମୀ ଶ୍ରେଣୀର ଅତିଥି ନିର୍ବୋଧ ପରି ଏଣେ ତେଣେ ଚାହୁଁଥିଲେ।
ଅକାରଣରେ ଇତସ୍ତତଃ ହେଉଥିଲେ। ହେଲୋ ଦଣ୍ଡାୱାଲା, ହାଉ ଡୁ ୟୁ ଡୁ ମିଷ୍ଟର ଆୟର? ଓ ସୋ ପ୍ଲିଜ୍ ଟୁ ମିଟ୍ ୟୁ ମିଷ୍ଟର ଭେଟ୍ରକମଣ। ହାଉ ନାଇସ୍ ଅଫ୍ ୟୁ ମିଷ୍ଟର ଶ୍ରୀନିବାସ। I have already pushed up the file to the minister. Don't worry, your son will be fixed up. About your son-in-law, you need not worry. What Bristol weather? Good evening, Mrs. Mudgal. ମିସେସ୍ ମୁଦଗଲଙ୍କ ନିତମ୍ବ ଦୁଇଟି ସୁପୃଥୁଳ ଓ ସୁବତ୍ରୁଳ ସ୍ତନଯୁଗଳ ମାଂସଳ କୁଷ୍ମାଣ୍ଡ ପରି ଓହଳି ପଡ଼ି ଏକ ପ୍ରକାଣ୍ଡ ବ୍ରେସରୀ ଉପରେ ଝୁଲୁଛି। ରବର ଫର୍ମା ଆଣ୍ଟି ତାହାକୁ କିନ୍ତୁ ସୁଚର୍ଗ କରାଯାଇଛି। ବେକ ଓ ଚିବୁକ ମଧ୍ୟରେ ସୀମାରେଖା ଅତି ଆପେକ୍ଷିକ। ମିସେସ୍ ମୁଦଗଲ ପରିଚିତ ବନ୍ଧୁମାନଙ୍କୁ ଶୁଭ ସନ୍ଧ୍ୟା ଜଣାଇ ବୋଲୁଛନ୍ତି। ସମଙ୍କ ଅଧସ୍ତନ ଅଫିସରମାନଙ୍କ ତାଙ୍କ ଚାରିପଟେ ଗୁଞ୍ଜରଣରେ ବ୍ୟସ୍ତ। ଇଏ ମିସେସ୍ ସୁଲୋଚନା ପାଣ୍ଡେ। ଅଫିସରମାନଙ୍କ କ୍ଲବରେ ମନ୍ତ୍ରୀମାନଙ୍କ ସ୍ତିମିତ ଯୌବନରେ କକଟେଲ ପାର୍ଟିରେ ମଳୟର ହିଲ୍ଲୋଳ ପରି ଯେ ଉତ୍ତାଳ ଆଲୋଡ଼ନ ଆଣନ୍ତି, ତାଙ୍କରି ପ୍ରସାଦରୁ ସ୍ୱାମୀ ବର୍ଷ ଗୋଟାକରେ ଅତି ଜୁନିୟର ପୋଷ୍ଟରୁ ପଦୋନ୍ନତି ପାଇ ଏକ ଅତି ସିନିୟର ପୋଷ୍ଟରେ ନିଯୁକ୍ତ ହୋଇପାରିଛନ୍ତି। ପାଖରେ ଠିଆ ହୋଇ କୋଲ୍ଡ୍ରିଙ୍କସ୍ ପିଉଥିବା ଜଣେ ସାହେବୀ ପୋଷାକ ପିନ୍ଧା ଭଦ୍ରଲୋକ ହଠାତ୍ ଆହତ ଷଣ୍ଢ ପରି ଗର୍ଜନ କରି ଉଠିଲେ। ଏହି ପରିବେଶରେ ମୁଁ ସେତେବେଳେ ନିଧି ଦାସ ଓ ହରିନାୟକମାନଙ୍କୁ ସ୍ଥାପିତ କରି ତାହାର ଚିତ୍ର ମନେ ମନେ ପର୍ଯ୍ୟାଲୋଚନା କରୁଥିଲି। ସିଲ୍କ, ନାଇଲନ୍ ଓ ପାତାଳ ଖଦଡ଼ର ଏ ବର୍ଣ୍ଣାଢ୍ୟ ସମାରୋହ ମଧ୍ୟରେ ସେମାନେ ଅତ୍ୟନ୍ତ ବେହେଡ଼ା ଲାଗୁଥିଲେ। ଭଦ୍ରଲୋକଙ୍କ ଆହତ ଗର୍ଜନରେ ଚାହିଁ ଦେଖିଲି ମୋ କପ୍ ସର୍ସରରୁ ଗରମ କଫି ଭଦ୍ରଲୋକଙ୍କ ପିନ୍ଧା ଟ୍ରାଉଜର ଉପରେ ଢାଳି ହୋଇଯାଇଛି। ମୁଁ କହିଲି, ଏକ୍ସକ୍ୟୁଜ୍ ମି ପ୍ଲିଜ୍। ଭଦ୍ରଲୋକ ଅସ୍ପଷ୍ଟ କଣ୍ଠରେ ମୋ ଉପରେ ଗାଳି ବର୍ଷଣ କରି ଚାଲିଗଲେ। ମିସେସ୍ ସୁଲୋଚନା ପାଣ୍ଡେ ଶରତର ଶୁଭ୍ର ସୁକୁମାର କାଶଗୁଚ୍ଛ ପରି ଢଳୁଛନ୍ତି, ଦୋହଲୁଛନ୍ତି, କଥାବାର୍ତ୍ତା କରୁଛନ୍ତି। ମାର୍ବଲରେ ଖୋଳା ହାତ ପରି ହାତ ଦୁଇଟି ଉଠାଇ ନମସ୍କାର କରୁଛନ୍ତି। ଆକାଶ ରଙ୍ଗର ଲାଇନର ଶାଢ଼ୀ ଦେହରେ ତରଙ୍ଗିତ ରେଖାଗୁଡ଼ିକୁ ଯେପରି ରେଖାଙ୍କିତ କରିଦେଇଅଛି ମୁଣ୍ଡର ବାଳ ବବଡ଼। ମୁଖ୍ୟମନ୍ତ୍ରୀ ମାନ୍ୟବର ସୁଧୋଧନ ମହାପାତ୍ର ମିସେସ୍ ସୁଲୋଚନା ପାଣ୍ଡେଙ୍କ କରମର୍ଦ୍ଦନ କଲେ। ଏକ ସୁଦୀର୍ଘ ସୁଦୃଢ଼ କରମର୍ଦ୍ଦନ। ମିସେସ୍ ସୁବ୍ରମଣ୍ୟମ ସେଆଡ଼େ ଧପାଲି ଆସୁଛନ୍ତି। ସ୍ୱାଧୀନତା ଦିବସ ସମାରୋହରେ ଏଇମାନେ ହିଁ ବିଶିଷ୍ଟ ଅତିଥି। ସ୍ୱାଧୀନତାର ଅଧିକାରୀ ପୁଣି ଉତ୍ତରାଧିକାରୀ। ହେଲୋ। ଫେରି ଚାହିଁଲେ ସାମ୍ବାଦିକ। ସେ ମଧ୍ୟ ପିନ୍ଧିଛି ନବ୍ୟ ରାଜକୀୟ ପରିଚ୍ଛଦ, ଖଦଡ଼ ଟ୍ରାଉଜର, ଟସରର ଯୋଧପୁରୀ କୋଟ୍, ମୁଣ୍ଡରେ ଖଦଡ଼ ଟୋପି, ଓଠରେ ଖଣ୍ଡେ ଚାରମିନାର ସିଗାରେଟ୍। ଭାରତର ବହୁ ବିଶିଷ୍ଟ ଦୈନିକ ସମ୍ବାଦପତ୍ରରେ ସେ ସ୍ଥାନୀୟ ପ୍ରତିନିଧି। ହତିଆର ଭିତରେ ତାର ଖଣ୍ଡେ ଫୁଟ୍ରୋଲ୍ ଓ ଟାଇପରାଇଟର। ଟାଇପରାଇଟରରେ ସେ ଦିନରାତି ଖବର ଟାଇପ୍ କରେ। ଆଉ ସେ ଖବର ସବୁ ବିଭିନ୍ନ ଖବରକାଗଜମାନଙ୍କରେ ପ୍ରକାଶିତ ହେବା ପରେ ଫୁଟ୍ରୋଲରେ ମାପି ଇଞ୍ଚ ଦରରେ ବିଲ୍ ପଠାଏ। ସବୁଠି ତାର ଅବାଧ ପ୍ରବେଶ, ରାଜଭବନଠାରୁ ଅଣ୍ଡରଗ୍ରାଉଣ୍ଡ ନେତାମାନଙ୍କ ସେଲ୍ ପର୍ଯ୍ୟନ୍ତ। ରାମାୟା ସକାଳୁ କପେ କଫି ପିଇ ବାହାରିଥିଲା। ମାନ୍ୟବର ସୁଧୋଧନ ମହାପାତ୍ରଙ୍କ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ସବୁ ଅନୁଷ୍ଠାନରେ ଯୋଗ ଦେଇଛି, ଖବର ଟିପିଛି, ଚା ପିଇଛି। ଡିନରଟା ମଧ୍ୟ ସେମିତି ବଢ଼ିବ। କାଲି ସକାଳୁ ଆରମ୍ଭ ହେବ ଟାଇପରାଇଟରର ଖବର ପିଟା। ରାମାୟା ପଚାରିଲେ, ହ୍ୱାଟ୍ ନ୍ୟୁଜ୍? ମୁଁ କହିଲି, ନିଧି ଦାସ ମରିଗଲେ। ରାମାୟା ଆକାଶରୁ ପଡ଼ିଲା ପରି କହିଲା, ସାଇଣ୍ଡିଟ୍ ଏ ଗ୍ରେଟ୍ ଇରିପେୟାରେବଲ୍ ଲସ୍। କିନ୍ତୁ ବାଇ ଦ ୱେ, ନିଧି ଦାସ କିଏ? ଲୁହା ଢଳେଇ କାରଖାନାର ଡାଇରେକ୍ଟର ନିଧି ସୁନ୍ଦର ଦାସ ନୁହନ୍ତି ତ? ମୁଁ କହିଲି, ନା, ଆମ ଗାଁର ନିଧି ଦାସ। 30 ବର୍ଷର ପୁରୁଣା କଂଗ୍ରେସ କର୍ମୀ, ଯିଏ କେବେ କଂଗ୍ରେସରୁ ବହିଷ୍କୃତ ହୋଇଥିଲେ। ମାତ୍ର ତାହା ଶୁଣିବା ପାଇଁ ରାମାୟା ସେଠାରେ ନଥିଲା। ସୁଧୋଧନ ମହାପାତ୍ର ଅଦୂରରେ ବହୁ ସାମ୍ବାଦିକ ପରିବେଷ୍ଟିତ ହୋଇ ଠିଆ ହୋଇଥିଲେ। ରାମାୟା ସେଇଆଡ଼େ ମୁହାଁଇଥିଲା। ସୁଧୋଧନଙ୍କୁ ଚାରିପଟୁ ଉଚ୍ଛ୍ୱସିତ କଣ୍ଠରେ ହାସ୍ୟରୋଳ ଶୁଭୁଅଛି। ଏପରି ଉତ୍ସବମାନଙ୍କରେ ନେତାମାନଙ୍କ ଛୋଟ ଛୋଟ ପରିହାସରେ ବଡ଼ ପାଟିରେ ହସିବା ସଫଳ ସାମ୍ବାଦିକମାନଙ୍କର ଆଉ ଏକ ଲକ୍ଷଣ। ରାମାୟା ମଧ୍ୟ ସେ ହସରେ ଯୋଗ ଦେଲା। ମୋତେ ଦେଖିପାରି ସୁଧୋଧନ ମୋ ପିଠିରେ ହାତ ବୁଲାଇ ପଚାରିଲେ,
କି ହୋ ତମର ଆଜିକାଲି ଦେଖା ନାହିଁ ଯେ, ଆଉ ଖବର କ'ଣ? ସୁଧୋଧନ ଏମିତି ସମସ୍ତଙ୍କ ପିଠିରେ ହାତ ବୁଲାନ୍ତି। ବସ୍ତୁତଃ ପିଠିରେ ହାତ ବୁଲାଇବା ତାଙ୍କ ପକ୍ଷରେ ଏକ ଆର୍ଟ। ମୁଁ କହିଲି, ନିଧି ଦାସ ମରିଗଲେ। ସୁଧୋଧନ ଆକାଶରୁ ପଡ଼ିଲା ପରି କହିଲେ, କିଏ? ନାହାସ ପାସା, ଇଜିପ୍ଟର ପ୍ରଧାନମନ୍ତ୍ରୀ। ମଧ୍ୟପ୍ରାଚ୍ୟର ଆକାଶରୁ ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର ଖସି ପଡ଼ିଲା। ଭାରତୀୟ ସ୍ୱାଧୀନତା ସଂଗ୍ରାମର ସେ ଜଣେ ବିଶିଷ୍ଟ ହିତାକାଂକ୍ଷୀ ଥିଲେ। ମୁଁ କହିଲି, ନାହାସ ପାସା ନୁହନ୍ତି ଆଜ୍ଞା, ଆମ ଗାଁର କଂଗ୍ରେସ କର୍ମୀ, ଆପଣଙ୍କ ସହକର୍ମୀ ନିଧି ଦାସ ମରିଗଲେ। କେତେଜଣ ଅତିଥିଙ୍କୁ ବିଦାୟ ଦେବା ପାଇଁ ସୁଧୋଧନ ସେତେବେଳକୁ ଅନ୍ୟ ଆଡ଼ ମୁହାଁଇଥିଲେ। ଅର୍କେଷ୍ଟ୍ରା ବହୁବେଳୁ ବନ୍ଦ ହୋଇଗଲାଣି। ଅତିଥିମାନେ ମଧ୍ୟ ବିଦାୟ ନେଇ ସାରିଲେଣି। ସେମାନଙ୍କ ଗାଡ଼ି ଫାଟକ ବାହାରେ ଷ୍ଟାର୍ଟ ନେଲାବେଳେ ଗର୍ଜନ କରି ପୁଣି ନିଃଶବ୍ଦରେ ରାସ୍ତାର ଟ୍ରାଫିକ୍ରେ ମିଳା ଯାଉଥିଲା। ବଡ଼ ରାସ୍ତା ଟପିଲେ ଗଳି ରାସ୍ତା। ସନ୍ଧ୍ୟାର ଅନ୍ଧକାର ସେତେବେଳକୁ ଗଭୀର ହୋଇ ଆସିଥିଲା। ଅନ୍ଧକାର ମେଘାଚ୍ଛନ୍ନ ଆକାଶରେ କେତୋଟି ତାରା ନିଷ୍ପର୍ଭ ଭାବରେ ଜଳୁଥିଲା। ନିଧି ଦାସଙ୍କ ନିରୀହ ନିର୍ବୋଧ ଆଖି ପରି ଜମାଟ ବାନ୍ଧି ଆସୁଥିବା ଭସା ମେଘ ଭିତରେ ସେ ତାରା କେତୋଟି ପୁଣି ନିଭି ଯାଉଥିଲା। ଉପରେ ଜମାଟ ବନ୍ଧା ଅନ୍ଧାର ତଳର ଗଳି ରାସ୍ତା ଅନ୍ଧାର। ନିଧି ଦାସ ଏମିତି ଅରମା ଅନ୍ଧାର ଭିତରେ ହଜିଗଲେ। ତେବେ ଏଇଠାରେ ଶେଷ ହେଲା ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ଅନ୍ଧ ଦିଗନ୍ତର ପ୍ରଥମ ଭାଗ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ଦ୍ୱିତୀୟ ଭାଗକୁ ଶୁଣିବା। ରହିଲି, ନମସ୍କାର।